ଚାହୁଁଛୁ। ପ୍ରଭୁଙ୍କର ପରିଚୟ ତ 2005 ରେ ପାଇଲୁ, ଆଜ୍ଞା କିନ୍ତୁ ତା ପୂର୍ବରୁ ମୁଁ ସାନ ବେଳୁ ଏକା ଦୁଷ୍ଟ, ବହୁତ ଦୁଷ୍ଟ। ଦୁଷ୍ଟର କିଛି ସୀମା ନାହିଁ। ହଁ କାହିଁକି ମୁଁ ସାନ ବେଳୁ ଏକା ମନ୍ତ୍ର ଯନ୍ତ୍ର ତନ୍ତ୍ର ମୁଁ ବହୁତ ପରିମାଣରେ ଶିଖିଥିଲି। ମାନେ ପରିବାରଠୁ? ନାଇଁ, ମୁଁ ବାହାରୁ ଶିଖିଥିଲି। ଆଚ୍ଛା ଆଚ୍ଛା। ମୋର ବଡ଼ ବାପାଙ୍କର ପୁଅ ଦୁର୍ଗାଚରଣ କହଁର, ହଁ 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 ସେ ସବୁ ଏଇ ବିଷୟରେ ବହୁତ ମାହିର। ହଁ ହଁ ହଁ। ତାଙ୍କର ଗୁପ୍ତରେ ମୁଁ ଶିଖିଥିଲି, ତାଙ୍କର ଅଜଣାତ। ମାନେ ସେ ଜାଣିନଥିଲି କି ଆପଣ ତାଙ୍କଠୁ ହଁ, ଶିଖୁଛନ୍ତି ତାଙ୍କଠୁ ବୋଲି? ଶିଖୁଛୁ ବୋଲି। ଯେ ମୁଁ ପଚାରିବି ତା ମୋର ବୟସର ଜଗଦୀଶ କହଁର ବୋଲି, ତୋର ବାପା କୁଆଡ଼େ ଯାଇଛି, ସେ ମାମୁଁ ଘରକୁ ଯାଇଛି କହିଲେ, ମୁଁ ତାର ସବୁ, ସେ ଗୋଟେ ମଣିଷ ମୁଣ୍ଡ ବି ରଖିଥିଲେ, ଆଚ୍ଛା ଆଚ୍ଛା। ସେଟାକୁ ମାଙ୍କଡ଼ ମୁଣ୍ଡ ବୋଲି ଆମେ ଭାବୁଥିଲୁ, କିନ୍ତୁ ସେଟା ମଣିଷ ମୁଣ୍ଡ। ମଣିଷ ମୁଣ୍ଡ। ସେଟା ଘରେ ହିଁ ରଖିଥିଲେ? ହଁ, ତାଙ୍କର ପୂଜା ସ୍ଥଳ ଚିଟକନାରେ ଗୁଡ଼େଇକି ସେଇଟା ଆମେ ଖେଳୁଥିଲୁ, ଆମେ ଆଚ୍ଛା ଜାଣିନଥିଲୁ ଆଚ୍ଛା ମାଙ୍କଡ଼ ଆଚ୍ଛା। ପୂଜା ବୋଲି ହଁ କୁହାଯାଇଥିଲା। ହଁ ହଁ। କାଉଁରୀ ହାଡ଼ ବି ଥିଲା। ଆଜ୍ଞା। ତ ସେଠି ଯେଉଁ ଶାସ୍ତ୍ର ଥିଲା, ମୁଁ ଏପଟେ ପାଠ ପଢ଼ୁଛି, ଆଉ ଶାସ୍ତ୍ର ବି ପଢୁଥିଲ? ସେ ଶାସ୍ତ୍ର ଲାଲ ସେରେ ପ୍ରିଣ୍ଟ ହେଇଛି, ଆଚ୍ଛା ଆଚ୍ଛା। ଅଦ୍ଭୁତ ଗୁପ୍ତ ଯାଦୁ ଶିକ୍ଷା, ହଁ, କାଲକାଟା। ତାର ନାଁ? ତ ସେଠି ମୁଁ ଶିଖିଥିଲି ଗୋଟେ ଅଗ୍ନିସ୍ତମ୍ଭନ ମନ୍ତ୍ର। ଆଚ୍ଛା, ଯେତେବେଳେ ସେଟା କ'ଣ ପାଇଁ ଶିଖନ୍ତି, ମାନେ କ'ଣ ପାଇଁ ମାନେ ସେଟା ବ୍ୟବହାର କରାଯାଏ? ତାକୁ ବ୍ୟବହାର କରାଯାଏ, ମନେକର ଗୋଟେ ଜାଗାରେ ଭୋଜି କାମ ହେଉଛି, ଆଜ୍ଞା। ମୁଁ ପାଣିଟାକୁ ମନ୍ତ୍ର କରି ଛିଣ୍ଟି ଦେଲେ ନିଆଁ ତ ଜଳୁଥିବ, ହଁ କିନ୍ତୁ ହଣ୍ଡା ବି ଗରମ ହେବ ନାହିଁ, ପାଣି ବି ଗରମ ହେବ ନାହିଁ। ହଁ। ସେମାନେ କୌଣସି ହିସାବରେ ସେଇ ରୋଷେଇ ହେଇପାରିବ ନାହିଁ। ସେଇ ଚୁଲିରେ କିଛି କରିପାରିବେ ନାହିଁ। ଚୁଲି କିନ୍ତୁ ଚେଞ୍ଜ ନିଆଁ ଜଳୁଥିବ, କିନ୍ତୁ ନିଆଁର କୌଣସି ପ୍ରଭାବ ପଡ଼ିବ ପଡୁନଥିବ। ନାହିଁ। ହଣ୍ଡା ବି ଗରମ ହେବ ନାହିଁ, ପାଣି ଗରମ ହେବ ନାହିଁ, ସକାଳ ଠାରୁ ସନ୍ଧ୍ୟା ହେବ କିଛି ହେବ ନାହିଁ। ଆଜ୍ଞା। ତ ଆମ ଗାଁରେ ପବିତ୍ର ଭାଇ ବୋଲିକି ଏତ ସଂଘ ପରିବାର, ତାଙ୍କର ଭଉଣୀଙ୍କର ଗୋଟେ ବିବାହ କହିଲେ ଆମର ଯେଉଁ ମଲା ତେଲ ଆଣନ୍ତି, ହଁ ହଁ ହଁ। ନିର୍ବନ୍ଧ ଗାଁ ଗହଳି ହିସାବରେ। ହଁ, ସନ୍ଧ୍ୟାରେ ଆସନ୍ତି ଆମ କନ୍ଧ ଲୋକ। ଆଜ୍ଞା ଗୋଟେ ଖନ୍ଦା ଖୋଳା ଯାଇଛି, କନ୍ଧ ଲୋକମାନେ ତ ମଦ ଥିପାନ୍ତି, ଗୋଟେ ମାଟି ହାଣ୍ଡି ବସିଛି, ଆଜ୍ଞା। ତାପରେ ହଣ୍ଡା ବସିଛି 3ଟା। ଆଉ ଆମର ଲୋକମାନେ କନ୍ଧ ମଲେ ତ ସବୁ ମଦ ପିଅନ୍ତି। ଯେଉଁ ରୋଷେଇ କରିବେ କହିଲେ, ଏଇ ଆଜ୍ଞା ତମେ ଟିକେ ନିଆଁ ଠେଲୁଥାଅ, ଆମେ ପିଇକି ଆସୁଛୁ। ଆଜ୍ଞା। ମୁଁ ଜଗଦୀଶକୁ କହିଲି, ଆଜି ଗୋଟେ ଆମେ ମନ୍ତ୍ର ପରୀକ୍ଷା କରିବା, କାମ କରୁଛି କି ନାହିଁ ଦେଖିବା ଟିକେ। ଆଉ ମୁଁ ଟିକେ ଦେଖା ଦେଖି ହେଲି, ହଣ୍ଡାରୁ ପାଣି ଟିକେ ନେଲି, ମନ୍ତ୍ର ପ୍ରୟୋଗ କରିକି ନିଆଁରେ ଛିଟି ଦେଲି। ତାପରେ ଆମେ ଟ୍ୟୁସନ୍ ଗଲୁ। ଟ୍ୟୁସନ୍ ଯାଇକି ଆମର ଘର ଉପରଆଡ଼େ, ମୁଁ ବିଶ୍ୱାମିତ୍ର କହଁର ଘରେ, ସେ ବି ମୋ ସହିତ ଟ୍ୟୁସନ୍ କରୁଥିଲା, ସେଠି ମୁଁ ଶୁଏ ରାତିରେ। ହଁ ହେଲେ ଆମେ ତ ଟ୍ୟୁସନ୍ ଯାଇକି ଶୋଇଛୁ, ଏପଟେ ଆମର କନ୍ଧମାନ ପ୍ରଥା ଅନୁସାରେ ତାଙ୍କର ଯାହା ନୀତି ନିୟମ ସରିଲା ବେଳକୁ ପଚାରିଲେ 10ଟା ବେଳକୁ, ଯେ 10ଟା କି 11ଟା ହେଇଥିବ, ଆଜ୍ଞା ଯେ ରୋଷେଇବାସ ହେଲା କି? ସେମାନେ କହିଲେ ଟୋଟାଲି ପାଣି ହିଁ ଗରମ ହେଉନାହିଁ, ରୋଷେଇ କଥା କେମିତି ହେବ? ଆରେ ଆଜ୍ଞା। ତମେ ତ ମଦ ପିଇଲ, ନିଆଁ ଠେଲି ନଥିବ। ସେମାନେ ଭାବିଲେ ସେଇଟା ନିଆଁ କିନ୍ତୁ ବିଷୟ ସେମାନେ ନେଇକି। ବୁଢ଼ାମାନଙ୍କୁ ଡାକିଲେ, ଆସ ଦେଖ, ହଁ। ଏମାନେ କାଠ ଠେଲି ଠେଲି ଚୁଲି ପେକ୍ ହେଇଯାଇଛି କୋଇଲାରେ। କିନ୍ତୁ ନିଆଁର ପ୍ରଭାବ ନାହିଁ। ହଁ, ପାଣି ଥଣ୍ଡା ଏକା ଅଛି। ଅଲଗା ଆଜ୍ଞା। ଜାଗାରେ ଚୁଲି ଖୋଳିଲେ, ତାପରେ ରୋଷେଇ କରିକି ଦେଉ ଖାଲି ଭାତ ଡାଲମା କଲେ, ରାତି 4ଟା ବାଜିଲା। ଆଚ୍ଛା। ହେଲେ ସକାଳେ ଆମେ ଶୁଣିଲୁ ଏ ବିଷୟ। ମୁଁ କହିଲି, ଜଗଦୀଶ କାହାକୁ କହିବୁ ନାହିଁ, ଯଦି ଜାଣିବେ ଆମକୁ ସବୁ ମାନେ ମାରିବେ। ହଁ। ତ ଏଇ ସବୁ ଖରାପ ବିଦ୍ୟା ମୁଁ ସାନ ବେଳୁ ହିଁ ଶିଖିଥିଲି ସେଇ ଶାସ୍ତ୍ରରୁ। ଆଜ୍ଞା। ଆଉ ଏଥିପାଇଁ ମୁଁ ଦୁଷ୍ଟ ଥିଲି, ଶୈତାନର ପ୍ରଭାବ। ଆଉ ମୁଁ ସେ ବିଦ୍ୟା ଦ୍ୱାରା ବୋଧେ ଆପଣ ବିଦ୍ୟା ଦୁଷ୍ଟ ଦ୍ୱାରା, ତାପରେ ମୁଁ ଶାରୀରିକ ଭାବରେ ବି ମୁଁ ମଜବୁତ କୁସ୍ତି, ଥିଲ। କସରତ, ବଜ୍ରମ ଏ ସବୁ କରିକି ମୁଁ ପାୱାରଫୁଲ୍ ଲୋକ ଥିଲି। ଆଜ୍ଞା। ଏଥିପାଇଁ ଜଗତର ସମସ୍ତ ବିପଦକୁ ମୁଁ ହେୟ ଜ୍ଞାନ କରୁଥିଲି। ମାନେ କୌଣସି ବିପଦକୁ ସବୁ ସାମନା କରିବାର ବିପଦକୁ କୌଣସି ଡର ନଥିଲା। ଡର ନଥିଲା। ଭୁଲ କଲେ ତ ପୋଲିସ ଧରିବେ, ଫୋର୍ସ ଆସିବେ, କୁକୁର ଭଳିଆ ବାଡ଼େଇବେ, ଜେଲ୍ ଯିବା, ବାହାରକୁ ଆସିବା, ଏଇଟା ମୋର ପାଇଁ ଗୋଟେ ସାଧାରଣ ବିଷୟ ଥିଲା। ମାନେ ଗୋଟେ କିଛି ନ ନାହିଁ ଆମର। ଜାଣିଲା ପରେ ହଁ, ସେଟା ଠିକ ଅଛି ବୋଲି। ଠିକ, କିଛି ଅସୁବିଧା ନାହିଁ। କିନ୍ତୁ ତାପରେ ପ୍ରଭୁଙ୍କ ପରିଚୟ କିପରି ପାଇଲେ ଆପଣ? ପ୍ରଭୁଙ୍କର ପରିଚୟ ତ, ଆମେ ତ ସଂଘ ପରିବାର ଲୋକ। 1980 ସାଲରୁ କନ୍ଧମାଳରେ RSSର କାର୍ଯ୍ୟକ୍ରମ ହେଲା। ଯେଉଁମାନେ ସେତେବେଳେ ଲକ୍ଷ୍ମଣାନନ୍ଦଙ୍କ ଆପଣ ଆଶ୍ରମରେ ପାଠ ପଢ଼ୁଥିଲେ, ସେମାନେ ହିଁ ଆରମ୍ଭ କଲେ। ମାନେ ସେ ସ୍କୁଲରୁ ସେହି ବିଷୟଟା ହଁ, ଆରମ୍ଭ ସେଇ ହେଇଯାଇଛି, ମାନେ ବିଷୟଟା ଆମ ଅଞ୍ଚଳ ଭିତରେ। ଚକାପାଦରୁ। ଆଜ୍ଞା। ସେଠୁ ଯେଉଁମାନେ ପାଠ ପଢ଼ିଲେ, ନିଜ ନିଜ ଗ୍ରାମକୁ ଯାଇ ସବୁ ଶାଖା ଲଗାଇଲେ, ସେମାନେ ସେଟା ଶିଖେଇଲେ ଅନ୍ୟମାନଙ୍କୁ। ଶିଖେଇଲେ। ତ ମୋର ପୁତ୍ରା, ବଡ଼ ବାପାର ପୁଅଙ୍କର ପୁଅ ଆଜ୍ଞା। ନରେଶ କହଁର, ହଁ ହଁ। ସେ 8ମ ପାଠ ପଢ଼ୁଥିଲେ ଆଜ୍ଞା। ଚକାପାଦରେ। ମୁଁ 6ଠ ପଢ଼ୁଛି। ସିଏ ଆସିଲେ ଶିଖେଇଲେ। ଖରା ଛୁଟିରେ, ମୁଁ ବି ଯାଇଛି, ଆସ ଶାଖା ଲଗାଇବା। ହଁ। ସେଠି ଶାଖା କ'ଣ ଆମେ ତ ଜାଣିନଥିଲୁ। ସେଠି ଲାଠି ବୁଲେଇବା, ସବୁ କବାଡ଼ି ଖେଳିବା, ଏସବୁ କୁସ୍ତି, କସରତ, ଆସନ ସବୁ ଶିକ୍ଷା ଦିଆଯାଏ। ପ୍ରତ୍ୟେକ ସପ୍ତାହରେ ଜଣେ ଜଣେ ନୂଆ ନୂଆ ଲୋକ ଆସିବେ ଶିକ୍ଷା ଦେବା ପାଇଁ। ଆଜ୍ଞା। ଆଉ ସେଠି ଶିକ୍ଷା ଦିଆଯାଏ, ଦେଖନ୍ତୁ ଆପଣ ଏଠି ହିନ୍ଦୁ ଅଛନ୍ତି, ଆରାମସେ ଖାଇ ପିଇ ଘୁଙ୍ଗୁଡ଼ି ମାରୁଛନ୍ତି। ଖ୍ରୀଷ୍ଟାନ ମାନଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଆପଣ ଜାଗନ୍ତୁ, ପ୍ରତ୍ୟେକ ଗାଁକୁ ଯାଆନ୍ତୁ, ଶାଖା ଲଗାନ୍ତୁ। ଶାଖା ହେଉଛି ଆମର ଶକ୍ତି। ନିଜର ପାଖରେ
ଏସବୁ କୌଶଳ ଥିଲେ ଆମେ ନିଜକୁ ବି ରକ୍ଷା କରିପାରିବା ତ ସେଇଟା ଗୋଟେ ତାଙ୍କର ସିଷ୍ଟମଟା କି ଏମିତି ସବୁ ଆରମ୍ଭ କରିଆ ବୋଲି। ଆପଣ ଯଦି ଯାଇକି ଦେଖିବେ କାଶ୍ମୀର, ମିଜୋରାମ, କାଟିଙ୍ଗିଆ, ଗଦାପୁର, ଏଠି ଖ୍ରୀଷ୍ଟିଆନ ମାନେ ହିନ୍ଦୁମାନଙ୍କୁ ବଞ୍ଚିବା ପାଇଁ ଦେଉନାହାନ୍ତି। ଆଜ୍ଞା ହିନ୍ଦୁମାନଙ୍କର କୂଅରେ ଗୋରୁ ମାଂସ ପକାଇ ଦିଆଯାଉଛି। ଆଜ୍ଞା ଏଣୁ ଆପଣ ଜାଗନ୍ତୁ। ଆଉ ବ୍ରିଟିଶ ମାନଙ୍କର ବିଷୟରେ ଦେଖନ୍ତୁ, ସେମାନେ ଆମର ମା ଭଉଣୀମାନଙ୍କୁ ଅତ୍ୟାଚାର କରୁଥିଲେ। ସେଥିପାଇଁ କନ୍ଧମାଳରେ ଆମର ମା ଭଉଣୀ ସବୁ ମୁହଁରେ ସବୁ ନିଜର ମୁଖକୁ କଦର୍ଯ୍ୟ କରିବା ପାଇଁ ସେଇଟା ହଉଛି ତାଙ୍କର ଗୋଟେ ଭୟ ଥିଲା କି ଆମକୁ ବି ସେମିତି କରନ୍ତି ବୋଲି ସେମାନେ ସେଇଟା ଦାଗ କରିଥାନ୍ତି। ଦାଗ କରିଥାନ୍ତି। କିନ୍ତୁ ଏଇଟାକୁ ଏମାନେ ସିଧା ସିଧା ଦେଖାଇ ଦିଅନ୍ତି ଯେ ଏଥିପାଇଁ ବ୍ରିଟିଶ ସରକାର ଖ୍ରୀଷ୍ଟିଆନ ମାନେ ଏ ପ୍ରକାର ଅତ୍ୟାଚାରୀ କରେ। ହଁ ମାନେ ତାଙ୍କ ମଧ୍ୟରେ ଗୋଟେ ଘୃଣା ଥିଲା, ଖ୍ରୀଷ୍ଟିଆନ ଘୃଣା ଲୋକମାନଙ୍କ ଥିଲା। ପ୍ରତି। ତ ଏଇଟା ବି ଆମ ଲୋକମାନଙ୍କ ଜୀବନରେ ପୋଷାଇ ଦିଅନ୍ତି ଯେତେବେଳେ ବାସ୍ତବରେ ବୋଲିକି ଏମାନେ ଯେମିତି ସଂଘ ପରିବାରରେ ସାମିଲ ହେବେ। ଆଜ୍ଞା ତାପରେ କୁହନ୍ତି ଦେଖ ପଠାଣ ମାନେ ଆସିଲେ ଆମର ଅଯୋଧ୍ୟାକୁ ବାବରି ମସଜିଦ କରିଦେଲେ, ମଥୁରାକୁ ବି ସେମାନେ ମସଜିଦ କରିଦେଇଛନ୍ତି। ଆଉ ଭାରତ ବିଭାଜନ ସମୟରେ ଯେତେ ପାକିସ୍ତାନରେ ଥିଲେ ସେମାନେ ସବୁ କାଟିକି ପଠାଇଲେ ଏପଟକୁ, ସେମାନେ ସବୁ ନୃଶଂସ ଜାତି। ସେଥିପାଇଁ ଆପଣ ସଚେତନ ରୁହନ୍ତୁ। ମାନେ ସେଇଟା ପ୍ରଥମର ଶିକ୍ଷା ଅନ୍ୟମାନଙ୍କୁ ଶିକ୍ଷା। ତ ଏଇଟା ଆମେ ସତ୍ୟ ବୋଲି ଭାବିଲୁ। ତ ମୁଁ ଷଷ୍ଠ ଶ୍ରେଣୀରୁ ପାଠ ପଢ଼ିବା ବନ୍ଦ କରିକି ମୁଁ RSSରେ ପ୍ରବେଶ କଲି। ଆମର କାମ ହେଲା ଯେ ମମ ଦୀକ୍ଷା ହିନ୍ଦୁ ରକ୍ଷା, ହିନ୍ଦୁ ଧର୍ମକୁ ଆମେ ରକ୍ଷା କରିବା। ଏମିତି ଏଥିରେ ଚାଲିଲା ଦୀର୍ଘ 1992 ପର୍ଯ୍ୟନ୍ତ। 1992ରେ 1980ରୁ 1992 89ରେ ବିବାହ କଲି। ଆଜ୍ଞା 90 ସୁଦ୍ଧା ମୋର ଗୋଟେ ପୁଅଟେ ହେଇଯାଇଥିଲା। ଆଉ ମୋର ବାପା କହିଲେ ତୁ ତ ଦୁଷ୍ଟ, ସୁଧରିଲୁ ନାହିଁ କେବେ ବି, ସବୁବେଳେ ତୋର ଦୁଷ୍ଟାମି, ସବୁବେଳେ ତୋର ନାଁରେ କେସ୍ ହେଲା, ସବୁ ପ୍ରକାର ଓଡ଼ିଶା ପରିତ୍ୟାଗ କରି ପଳା କହିବାରୁ ମୁଁ ସିଧା ଫେରାର ହେଇକି ଗଲି ସୁରାଟରେ ଭଲ ଲାଗିଲା ନାହିଁ। ଫେରି ଆସିଲି ନାଗପୁରର ଗୋଟେ ଢାବାରେ 6 ମାସ କାମ କଲି। ସେଠୁ ଆସିଲି ପୁନେ ସିଟିକୁ। ପୁନେ ସିଟିରେ ମୁଁ 4.5 ବର୍ଷ ରହିଲି ଫେରାର ହେଇକି। କେସ୍ ହେଇଥିଲା ଆମର ଶାସନଟା କାଥଲିକ ଚର୍ଚ୍ଚର କେସ୍। ଭାବିଲି ମୁଁ ଓଡ଼ିଶା ଆଉ ଫେରିବି ନାହିଁ, କାରଣ ମୁଁ ଯେଉଁ ଦୁଷ୍କର୍ମରେ ଲିପ୍ତ ଥିଲି ସେ ସବୁ ଏକା ଥିଲା ବେଳକୁ ମନେ ପକାଏ। ଆଉ ମୋ ସ୍ତ୍ରୀ ଯେତେବେଳେ ଚିଠି ଦେବ ମୁଁ କୁହେ ମୁଁ ଓଡ଼ିଶା ଫେରିବି ନାହିଁ, ଯଦି ରହିବୁ ଛୁଆକୁ ନେଇକି ରହ, ଯଦି ନାହିଁ ପଳେଇବାର ଅଛି ତୋ ବାପା ଘରକୁ ପଳା। ସେ ମୋର ନାନୀ ଭେଣେଇ ଚାକିରି କରନ୍ତେ, ସେ ଆସିଲେ ଚିଠି ଦେଖେଇକି କାନ୍ଦେ। ଆଉ ସେମାନେ କ'ଣ କଲେ, 2ଟି ବୁଦା ନେଇକି ବରାଳ ଦେବୀ ଯେଉଁ ବଳସକୁମ୍ପା, ସେଠି 2ଟି ବୁଦା ପୂଜା କଲେ। ସେ ତ ଶୈତାନ ବି ପାୱାର ଅଛି, ଯେହେତୁ ବାଇବେଲରେ ସ୍ଥାନ ପାଇଛି ଶୈତାନ ମଧ୍ୟ ଦୀପ୍ତିମୟ ବେଶ ଧାରଣ କରିପାରେ। ତ ତାର ପ୍ରଭାବ ମୋତେ ପଡ଼ିଲା। ମୁଁ ଯେଉଁ ଓଡ଼ିଶା ଫେରିବି ନାହିଁ ବୋଲୁଥିଲି, ଗୋଟେ ସେକେଣ୍ଡ ମଧ୍ୟ ପୁନେରେ ମୋତେ ରହିବା ପାଇଁ ଇଚ୍ଛା ଲାଗିଲା ନାହିଁ। ତ ତାଙ୍କର ସେ କାର୍ଯ୍ୟ ଯୋଗୁଁ ଫେରିବାକୁ ବାଧ୍ୟ ହେଲି। ଆଉ ବାପା ଖଣ୍ଡେ ଚିଠି ବି ଦେଇଛନ୍ତି। ଏମାନେ ଏଇଟା ପୂଜା କଲା ପରେ କହିଛନ୍ତି ଯେ ବାପାଙ୍କୁ ଚିଠି ଖଣ୍ଡେ ଲେଖ ବୋଲି। ବାପା ଚିଠି ଦେଇଛନ୍ତି, ଦେଖ ତୋର ଚିନ୍ତାରେ ମୋର ଶରୀର ଅସୁସ୍ଥ, ଯଦି ଫେରିବୁ ନାହିଁ ମୁଁ ଚିନ୍ତା କରିକି ମରିଯିବି। ତ ସେ ଭୟରେ ବି ଆପଣ ପଳେଇ ଆସିଲେ। ସେଇଟା ଏପଟେ 2ଟା ବୁଦା ପୂଜା କରାହେଇଛି, ସ୍ପିରିଟ। ଏ 2ଟା ମୋତେ ପୁରା ଆଉ ଅସ୍ତବ୍ୟସ୍ତ କରିଦେଲା, ଫେରିବାକୁ ବାଧ୍ୟ କରିଦେଲା। 4.5 ବର୍ଷ ପରେ ଯଦି ଫେରିବି ପୁଲିସ ଆରେଷ୍ଟ କରିବ। ସେଥିପାଇଁ ଆମର ଦିଦି ରହୁଥିଲେ କୋଟଗଡ଼। ମୁଁ କୋଟଗଡ଼ ଗଲି, ବାପାଙ୍କୁ ଖବର ଦେଲି, ବାପା ଆସିଲେ। ଆମର ଭେଟଘାଟ ହେଲା। ସେଠି ଆସିଲେ, ମୋ ପାଇଁ ଯାଇକି ତୁମେ ଜାମିନଦାର ନେଇକି କୋର୍ଟରେ ଛିଡ଼ା ହୁଅ କହିଲି। ତ ଯେତେବେଳେ ବସନ୍ତ ପ୍ରଧାନକୁ ନେଇକି ଆସିଲେ କୋର୍ଟକୁ, ବସନ୍ତ ପ୍ରଧାନ କହିଲେ ମାଜିଷ୍ଟ୍ରେଟ୍ ନାହାନ୍ତି, ତୁମକୁ ଭିତରେ ମାରିଦେବେ, ତୁମେ କେଉଁଠି ହେଲେ ଗାଁରୁ ଲୁଚିକି 2 ଦିନ ରୁହ, ତାପରେ ସାଲେଣ୍ଡର କର। 2 ଦିନ ପରେ ଆସିଲୁ କୋର୍ଟକୁ। ଓକିଲ କହିଲେ ଦେଖ 4 ବର୍ଷ ଫେରାର ହେଇକି ଥିଲ, ତୁମର ଜାମିନ ହେବ ନାହିଁ। ମୁଁ କହିଲି ଆରାମସେ ହେବ। କାହିଁକି, ସ୍ପିରିଟ ସବୁ ମସ୍ତିଷ୍କ କବ୍ଜା କରିଦିଏ। ଆଉ 4 ବର୍ଷ ଫେରାର ହେଲା ପରେ କାହାର କୌଣସି ହିସାବରେ ଜାମିନ ହେବ ନାହିଁ, କିନ୍ତୁ ମୋର ଜାମିନ ହେଇଗଲା ବାହାରେ। କାଳକ୍ରମେ ମୁଁ ସପରିବାର ନେଇକି ପୁନେ ସିଟିକୁ ଗଲି, କାରଣ ମୋତେ ଆଉ ଏଠି ଭଲ ଲାଗୁନଥିଲା ମୋର ପୂର୍ବର ଦୁଷ୍କର୍ମ ମନେ ପକାଇକି। କିନ୍ତୁ ମୋର ସ୍ତ୍ରୀ ଯେତେବେଳେ ଲକ୍ଷ୍ମୀ ବ୍ରତ କରୁଥିଲା, ଗୋଟେ ଆମ ସେବାଶ୍ରମ ସ୍କୁଲରେ ଝିଅମାନଙ୍କୁ ଛାଡ଼ିବାକୁ ଗଲେ, ସେ ପଦ୍ମିନୀ ପାଳ ବୋଲିକି ରାଇକିଆର ବ୍ରାହ୍ମଣ ଦିଦିଟା, ସେ ୟାକୁ ଲକ୍ଷ୍ମୀ ବ୍ରତ କରିବା ପାଇଁ ଶିକ୍ଷା ଦେଇଥିଲା। ସିଏ ତାକୁ ଏକାନ୍ତ ଚିତ୍ତରେ କରୁ କରୁ ସେ ତାର ଶରୀରରେ ଆସୁଥିଲା ସେ ସ୍ପିରିଟ, ମହାଲକ୍ଷ୍ମୀ ଉଭା ହେଉଥିଲା। ମୁଁ ଜାଣିନାହିଁ, ମୁଁ ତ ସେଠି ରହୁଛି। କିନ୍ତୁ ସେଠି ସେ ତାକୁ ଶଯ୍ୟାଗତ ଅବସ୍ଥାରେ ରଖିଦେଲା 2.5 ମାସ। 2.5 ମାସ ପରେ ଗୁରୁବାର ଦିନ ସେ ସକାଳେ ପ୍ରକଟ ହେଲା। ମୁଁ ତ ରୋଷେଇବାସ କରୁଛି, ତାର ଦେହ ଖରାପ ବୋଲିକି। ସେଠୁ ମୋର ସାନ ଝିଅ ସ୍ୱପ୍ନା କହିଲା ବାପା ମା ଖଟରୁ ପଡ଼ିଗଲା। ମୁଁ ଯାଇକି ଦେଖିଲି ସେ ଖଟରୁ ପଡ଼ିଯାଇଛି। ହଁ, ଖଟରୁ ପଡ଼ିକି ସେ ଉଭା ହେଇଛି, ଆଉ ମୁଣ୍ଡ ହଲେଇକି ଯେଉଁ ହିନ୍ଦୁ ଧର୍ମରେ। ତ ମୁଁ ବୋଲି ଭୂତ ଲାଗିଲା, କ'ଣ କରିବା। କିନ୍ତୁ ମୁଁ ଏଇଠୁ 17 ଜଣଙ୍କୁ ଫେରାଇ ସେଠି ରଖିଥିଲି ପୁନେରେ। ମୋର ଜଣେ ଜଇଁ ପିଲା ହେବେ, କୁମର କ'ଣ ମଣି କହଁର, ସେ କହିଲା ଦାଦା ପଚରାବ କିଏ ଆସିଲୁ ମା ବୋଲିକି। ମୁଁ ପଚାରିଲି ମା ତୁମେ କିଏ ଆସିଲ? ସେ କହିଲା ମୁଁ ତୁମର ଘର ଇଷ୍ଟ ଦେବୀ ଆସିଲି। ତୁମେ କିଏ? ମହାଲକ୍ଷ୍ମୀ। କାହିଁକି ଆସିଲ? ହଁ, ମୋତେ ତୁମେ ଛାଡ଼ିକି ପଳାଇଲ।
ମୁଁ ଖାଇବା ପିଇବା ପାଇଲି ନା ସେଥିପାଇଁ ଆସିଲି। ଏ ଯୋଉ ସକାଳେ ସନ୍ଧ୍ୟାରେ ତାକୁ ସେବା ସେବା କରୁଥିଲା ସେଇଟା ତାର ବନ୍ଦ ହେଲା, ଖାଇବା ସେଇଟା ଥିଲା। ତାର ଖାଇବା ପିଇବା ଆଉ। ହଁ ଯଦି ତୁମେ ନିଜର ଭିଟା ମାଟିକୁ ଫେରିବ ନାହିଁ ତାହେଲେ ମାଙ୍କର ସ୍ୱାସ୍ଥ୍ୟ ସବୁଦିନ ପାଇଁ ଏ ପ୍ରକାର ହେଇକି ରହିବ। ରହିବ। ମୁଁ କହିଲି ଏ ପ୍ରକାର ସ୍ଥିତିରେ ତ ଓଡ଼ିଶା ଫେରି ପାରିବୁ ନାହିଁ, ଓଡ଼ିଶା ତ ପାଖ ନାହିଁ। ହୁଁ ସେ କହିଲା ତମେ ଯେଉଁଦିନ ଏଠୁ ପାଦ କାଢିବ ସେ କମ୍ପ୍ଲିଟ ସୁସ୍ଥ। ସୁସ୍ଥ ହେବ। ଆଉ ମାଲିକଙ୍କୁ କହିଲି, ମାଲିକ କହିଲେ ଏଇଠି ପୂଜା କର। ମୁଁ କହିଲି ଏଇଠି ହେଉନାହିଁ। ହୁଁ। ଠିକ୍ ଅଛି ତାହେଲେ ରିଜର୍ଭେସନ୍ ଟିକେଟ୍ କର, ପରିବାରକୁ ନେଇକି ଛାଡ଼ିକି ଆସ। ରିଜର୍ଭେସନ୍ ଟିକେଟ୍ କଲି, ଯେଉଁ ତାରିଖ ଆସିଲା ଆସନ୍ତାକାଲି ଯଦି ଆମେ ଟ୍ରେନରେ ବସିବୁ ଆଜି ରାତିରୁ ସେ କମ୍ପ୍ଲିଟ ସୁସ୍ଥ ସୁସ୍ଥ ହେଇଗଲା। ମାନେ ଆରାମସେ ଟ୍ରେନରେ ଘରକୁ ଆମେ ଫେରି ଆସି ଆରାମରେ ପାରିଲ। ଟ୍ରେନରେ ଓଡ଼ିଶା ଫେରି ଆସିଲୁ। ଘରେ ପହଞ୍ଚିଲୁ, ତାହା ଥିଲା ଚୈତ୍ର ମାସ। ଚୈତ୍ର ମାସ ପଣା ସଂକ୍ରାନ୍ତି ହୁଏ ଆମର ଏପଟେ। ପଣା ହଁ, ସଂକ୍ରାନ୍ତି ହଁ। ପୂର୍ବ ଦିନ ସେ ଉଭା ହେଲା। ମୁଁ କ'ଣ ହେଲା ମା କାହିଁକି ଆସିଲ? ଆସନ୍ତାକାଲି ପଣା ସଂକ୍ରାନ୍ତି, ପ୍ରଥମେ ମୋରି ନାମରେ ପଣା ଦେବ, ତାପରେ ଅନ୍ୟାନ୍ୟ ଦେବାଦେବୀମାନଙ୍କୁ ଦେବ। ପୂଜା କରିବ। ଠିକ୍ ଅଛି। କିଛି ଦିନ ପରେ ଆଉ ଥରେ ସେ ଉଭା ହେଲା। ମୁଁ ପଚାରିଲି କ'ଣ ହେଲା ମା କାହିଁକି ଆସିଲ? ସେ କହିଲା ଦେଖ ତୁମେ ଆଉ ବିଦେଶ ପ୍ରବାସ କରିବ ନାହିଁ, ଏଠି ହିଁ ରହିବ। ଏଇଠି ରହିବ, ତୁମେ ମୋର ସେବା କରିବ। ହୁଁ, ସକାଳେ ଆଉ ସନ୍ଧ୍ୟାରେ କେବଳ ଧୂପଟିଏ ଦେବ। ମୁଁ ତୁମକୁ ଧନ ଜନ ଗୋପ ଲକ୍ଷ୍ମୀ ସବୁ ଦେବେ। ଐଶ୍ୱର୍ଯ୍ୟ ସବୁ ଦେବି। ତୁମେ ଯାହା ଚାହିଁବ ମୁଁ ତାହା ତୁମକୁ ଆଜ୍ଞା। ଦେବି। ଆଉ ମୁଁ ବି ରହିଲି। ଆଉ ପୁଣି ମୋର ସେଇ ସଂଘ ପରିବାରର କାମ ଚାଲିଲା। ଆଜ୍ଞା। କାଳକ୍ରମେ 2005 ମସିହାରେ ଫେବୃଆରୀ ମାସ ଠାରୁ 5ଟା ଛୁଆମାନଙ୍କର ଦେହ ଖରାପ ହେଇଗଲା। ମାନେ ସମସ୍ତଙ୍କୁ ଏକାଥରକୁ। ଏକାଥରକେ। ଆଚ୍ଛା। ଆଜି ଜଣକୁ ଫୁଲବାଣୀ ଆଣିବି, ତାକୁ ରେଫର କରିବେ ବ୍ରହ୍ମପୁର। ହଁ। ତାକୁ ଆଣିଲା ବେଳକୁ ଆଉ ଗୋଟେ ସିରିୟସ୍, ତାକୁ ପଠାଇବେ କଟକ। ତାକୁ ଆଣିଲା ବେଳକୁ ଆଉ ଗୋଟେ ସିରିୟସ୍। ଅନ୍ୟମାନଙ୍କ ପାଳି ପରେ ପାଳି ହେଇଗଲେ ହଁ, ସମସ୍ତେ ଜଣଙ୍କ ପରେ ପରେ। ଜଣକୁ କଟକରୁ ଆଣିଥିବି, ଆଉ ଜଣକୁ ପଠାଇବେ କଟକ, ତାକୁ ଆଣିଥିବି ଆହୁରି ଆଣିବି, କାହାକୁ ବ୍ରହ୍ମପୁର, କାହାକୁ କଟକ। ହଁ, 8 ମାସ ପର୍ଯ୍ୟନ୍ତ 5ଟା ଛୁଆକୁ କଟକ ଆଉ ବ୍ରହ୍ମପୁର ମୋର ନେବାର କାମ ଚାଲିଛି। ଆଜ୍ଞା। କିନ୍ତୁ କୌଣସି ପରିବର୍ତ୍ତନ ନାହିଁ। ନାଇଁ। ତାପରେ ହିନ୍ଦୁ ଧର୍ମରେ ତ ଗୁଣିଆର ଆଶ୍ରୟ ନେବେ। ହଁ, ଯିଏ ଯୋଉଠି ଭଲ ଗୁଣିଆ ଅଛି ବୋଲି କହିଲା, କନ୍ଧମାଳର ସେଠିକି ନେଇକି ଗଳି କନ୍ଦିରୁ ସବୁ ଗୁଣିଆ ମାନଙ୍କୁ ଅଣା ହଉଛି। ଆଜ୍ଞା। ସେମାନେ ପୂଜା କରିବେ, କିଏ ଛେଳି, କିଏ ବୁଦା ଘୁଷୁରୀ, ଯାହା ବି ହଉ। କିଏ କୁକୁଡ଼ା, ହଁ। ତାର ପ୍ରାପ୍ୟ ନେଇକି ଯିବେ। ତ ଏପଟେ ବ୍ରାହ୍ମଣ, ଆମର ବାପାଙ୍କ ତାଙ୍କର ଭଲ ସମ୍ପର୍କ ଥିଲା ଆଗରୁ କା। ଆଗରୁ ତ ପାଞ୍ଜି ଦେଖାଇ ଯିବି। ସେ ଗୋଟେ ଛୁଆର ପାଞ୍ଜି ଦେଖିବ, ସେ କହିବ ଶନି ଗ୍ରହ ଖରାପ ଅଛି, ଶନି ମେଳା କର। ଆଉ ଗୋଟେ ଛୁଆର ପାଞ୍ଜି ଦେଖିବ, ନାଇଁ ଏଇଟା ରାହୁ ଗ୍ରହ ଖରାପ ଅଛି, ହୋମ କର। ଆଉ ସେଇଠି କ'ଣ ଅଛି ଯେ ତାର ପଦ୍ଧତି ଅଛି, ମେଷ ଦାନ, ବୃଷ ଦାନ, ଭୂମି ଦାନ, ତିଳ ଦାନ, କାଞ୍ଚନ ଦାନ, ସ୍ୱର୍ଣ୍ଣ ଦାନ, ରୂପନ ଦାନ, ଅନ୍ୟ ଦାନ। ମାନେ ଏଇଟା ଶାସ୍ତ୍ର ଅନୁସାରେ। ହଁ, ଏଇଟା କଲେ ଗ୍ରହ ଶାନ୍ତି ହେବ। ହବ। ଗ୍ରହ ଶାନ୍ତି ହେଲେ ମେଡିକାଲ ଯାହା କିଛି କହୁଛି, ହେଇପାରିବ ନାହିଁ। ହଁ, ତ ସେ ଯାହା କହିଲା ସେଟା 8 ମାସ ପର୍ଯ୍ୟନ୍ତ ଚାଲିଛି। ଗୁଣିଆ ଯାହା କହିଲା 8 ମାସ ପର୍ଯ୍ୟନ୍ତ ଚାଲିଛି। ମେଡିକାଲ ଯାହା କହୁଛି ସେ ଔଷଧ ବି ଚାଲିଛି। ଚାଲିଛି। ମୋର ପାଖରେ ଯାହା ଥିଲା ମୁଁ ସର୍ବସ୍ୱ ହରାଇଲି। ମୋର ସୁନା ଗହଣା ଯାହା କରିଦେଇଥିଲି ତାହା ବି ସବୁ ବି ବିକିଲି। ହରାଇଲ। ବାକି ମୋର ଛେଳି ମେଣ୍ଢା ଥିଲା 30-35ଟା, ସେଥିରୁ ତ 7-8ଟା ବଳି ହେଇଥିବ, ବାକି ସବୁ ବିକ୍ରି କରିଦେଲି। ଆଜ୍ଞା। ଗାଈ ଗୋରୁ ସବୁ ବିକ୍ରି କରିଦେଲି, ହଳ ମାତ୍ର ହଳେ ରଖିକି। ଆଜ୍ଞା। ଭଲ ଜମି ଗୋଟେ ଦିଟା ବି ବନ୍ଧକ ରଖିଲି, ସବୁ ଏଇଠି ଗଲା 8 ମାସରେ। କିଛି ଉପାୟ ନାହିଁ। କିନ୍ତୁ ଏତେ 8 ମାସ ଭିତରେ କୌଣସି ନା ଔଷଧ ଦ୍ୱାରା କିମ୍ବା ନାଇଁ, କାହାର ବି ଗୁଣିଆ ମାନଙ୍କ ଦ୍ୱାରା କୌଣସି କାହାର ସୁସ୍ଥ ବି ପରିବର୍ତ୍ତନ ଉନ୍ନତ କିଛି ହେଉନାହିଁ, ନାହିଁ। କିଛି ହେଉନାହିଁ। ଅକ୍ଟୋବର 3 ତାରିଖ 2005 ମୁଁ ରାତିରେ ଖାଇକି ଝାଡ଼ା ଯାଇଛି। ଦେଖିଲି ଯେ ସେଠି ଆଉ ମୋର ସ୍ତ୍ରୀ ନାହିଁ। ମୁଁ କହିଲି କୁଆଡ଼େ ଗଲା? ଦେଖିଲି ଯେ ସାଇଡ଼ରେ ପୁଣି ଉଭା ହେଇଛି। 8 ମାସରେ ସେ ଉଭା ହେଉନଥିଲା। ହଁ, ହଁ। ମୁଁ ପଚାରିଲି କ'ଣ ହେଲା ମା, କାହିଁକି ଆସିଲ? କ'ଣ କହିବି ରେ ଗୁହାରିଆ, ଆସନ୍ତାକାଲି ଏଇ ପରିବାର ଜଣଙ୍କର ମୃତ୍ୟୁ ହେବ। ହଁ। ମୁଁ କହିଲି ତାପରେ ଜଣଙ୍କର ମୃତ୍ୟୁ ଘଟି ଚାଲିବ। କାହିଁକି ମା? ତୁମେ ତ କହୁଥିଲ ମୋର ସେବା କଲେ ସବୁ ମିଳିବ ବୋଲି। ସମସ୍ତ ଐଶ୍ୱର୍ଯ୍ୟ ତୁମକୁ ଦେବି, ହେଲେ ତୁମେ କହିବା କଥା କୁଆଡ଼େ ଗଲା? ସେ କହିଲା କ'ଣ କହିବି ରେ ଗୁହାରିଆ, ପୂର୍ବ ଦିଗରେ ଦୁର୍ଗାଚରଣ କହଁର, ପଶ୍ଚିମ ଦିଗରେ ସୁକାର କହଁର। ଦୀର୍ଘ 16 ବର୍ଷରୁ ସେମାନେ ତୁମର ସର୍ବନାଶ କରିବାରେ ଲାଗିଛନ୍ତି ମନ୍ତ୍ର ବଳରେ। ଆଉ ସେମାନେ ମୋତେ ମନ୍ତ୍ର ବଳରେ ବନ୍ଧନ କରି ରଖିଥିଲେ। ମୋର କୌଣସି କାର୍ଯ୍ୟ ସାଧନ ହେଇପାରୁନାହିଁ। ସେଥିପାଇଁ ମୁଁ 8 ମାସ ଭିତରେ ଯେଉଁ ଆସିନାହିଁ ନା, ସେଥିପାଇଁ ମୁଁ ଆସିପାରୁ ନଥିଲି। କିନ୍ତୁ ଏତିକି ଜଣାଇବା ପାଇଁ ବୋଲି ମୁଁ ସେ ବନ୍ଧନ ଛିଣ୍ଡେଇକି ଆସିଲି। ମୁଁ ଆଉ ତୁମକୁ ରକ୍ଷା କରିପାରିବି ନାହିଁ। ମୁଁ କହିଲି ତୁମେ ଯଦି ରକ୍ଷା କରିପାରିବ ନାହିଁ ମା, କିଏ ଜଣେ ଥିବ, ଯାଅ ତାଙ୍କୁ ପଠାଇଦେବ। ମୁଁ ଯାଉଛି ରେ କହିଲା, ଆଉ ସେ ଚିତ୍ପାଟାଙ୍ଗ ହେଇକି ସିଧା ଶୋଇପଡ଼ିଲା। କିଛି ସମୟ ପରେ ମୁଁ ତାକୁ ଉଠାଇଲି। ମୁଁ କହିଲି ଦେଖେ, ଆସନ୍ତାକାଲି ଆମ ପରିବାର ଜଣଙ୍କର ମୃତ୍ୟୁ ହେବ, ତାପରେ ଜଣେ ଜଣେ ସମସ୍ତେ ମରିବେ। କ'ଣ କରିବା, ସବୁ ତ କରୁଛୁ। ଆଉ ସେ ଯାହା ଘଟିବ ପୂର୍ବରୁ ହିଁ ଜଣାଉଛି। ଆଉ ସେଇଟା ଘଟି ଆସୁଛି, ଆମେ ଦେଖି ଦେଖି ଆସୁଛୁ। ଏଇଟା ବି ଆମେ ସିଓର ହେଇଗଲୁ ଯେ ସକାଳେ ଝିଅ କିଏ ହେଲେ ଜଣେ ମରିବ ବୋଲି। କିନ୍ତୁ ସକାଳେ ଦେଖିଲା ବେଳକୁ ଆମର ମୀରା ବୋଲି ଝିଅ ମଝିଆ, 5ଟା ଝିଅର ମଝିଆ ହେଉଛି ସିଏ, ତାର ମୃତ୍ୟୁ ହେଲା। ଆମ ଗାଁରେ ବସନ୍ତ କହଁର ନୃସିଂହ ସାଧକ, ତାକୁ ଡାକିଲୁ। ସେହେତୁ ସେ ନାଡିର ଗୋଟେ ବିଶେଷଜ୍ଞ କହିଲେ ଚଳ, ନାଡି ଛୁଇଁଲେ ସେ ଗୁପ୍ତ ରୋଗ ବି ଜଣାଇଦେବ କ'ଣ ହେଇଛି। ସେ ଆସିକି ଦେଖିଲେ, କହିଲେ ଯେ ନାଇଁ,
मरि आमर से बड़ भाई हेबे तो आमर कुई भाषा रे बॉडी बोली कहले नाई बो भाई बॉडी रो प्राणवायु नाई उड़ी जाइछि बोली कहले तथापि मोर मन मानला नाई मु कांधरे पकेकी फिरिंगा मेडिकल को नै गेली डॉक्टर मुर्मू थिले सेही समय आपण केमति लागुतिला कोन सतरे मरि जाइछि ना किछि जीवन अछि ना नहीं से तो मरी जाइछि कहला माने मरी ही जाइछि आपण भी सेटा फील कले मैडा मु श्योर काहे कि जेतु नाड़ी देखले से जहा कहबो ताको केही अन्यथा करि पारेबे नै मु तारो देखि देखि आछि ना आज्ञा आज्ञा तथापि मेडिकल गले कोन रिपोर्ट आसीबो डॉक्टर हिसाब रे डॉक्टर एटा तो सेठी मेडिकल हमर गार तो 8 किलोमीटर मात्र आज्ञा कांधरे पकेली चदरटे घुड़े देली बस रे चढ़ी पळेली डॉक्टर मुर्मू बोलथिले से कहले सबटा को काहे कि नै कि आसीचो आज्ञा मु पूरा संपूर्ण भांगी पड़ली आउजी पड़ी तले बसली तापरे चिंता कली चिंता करी किछि लाभ नै गोटे ऑटो रिक्शा डाकिबा आउ शवटा को नै कि जीवा हमर हिंदू धर्म अनुसार संस्कार करबा हेले जेउ रात्र रे महालक्ष्मी उभाई कि हमर परिवार जणाइला से रात्र रे प्रभु जीशु जने तांकर दास से भी लोकनांदक आश्रम रे पाठ पढि छंती माने से भी तांकर छात्र सेठी से मध्यमा कहले दशम पर्यंत पाठ पढि छंती मु तांको जाने नाही कारण मु छात्र नुहे से तो से 1999 मसीह प्रभु को जानिथिले पत्रिका बांटुचंती सुसमाचार प्रचार करथिले मु जाने नाही से राति रे प्रार्थना रे अछंती कारण फेब्रुआरी मास रे प्रभु आंशिक परिमाण रे तांको किछि जणाइथिले गोटे स्वप्न देखिथिले कोन स्वप्न थिला नाइ गोटे गगन स्पर्शी गछ ता कटा जाइछि धराशायी हेछि स्वप्नर अर्थ बुझिले नाही से चित्रसेन द्वारा प्रभु को जानिथिबारु चित्रसेन को पचारले भाई स्वप्न कोन से कहले नाई कही जने बहुत बड़ विशिष्ट व्यक्ति कि नामजेदा लोक कौन से गणे पावरफुल लोक प्रभु धरई तुम हस्तर समर्पण करबे तुम प्रार्थना निविष्ट था आउ आंशिक परिमाण रे फेब्रुआरी मास रे भी ताको जणाइथिले किंतु ए जो अक्टोबर 3 तारिख रे प्रभु स्पष्ट रूपे जणाउछंती से प्रार्थना रे निविष्ट होछंती राति रे प्रभु तांको देखाइले दर्शन द्वारा से मो घर देखुछंती स्पष्ट रूपे तांको घर पर्यंत प्रभु रास्ता देखाउछंती से जेंती मो घर को आसी पारिबे तापर से परमेश्वर ठार गुटे रब शुणिले से कौन रब थिला मोर घर देखा कि कहते आसंता काली एई परिवार रे मृत्यु समस्या से उपस्थित हेउछि से आंभरी द्वारा परित्राण पाइबे तुमे जाओ भय कर नाही आंभे तुम संगरे अछु सेटा सदा प्रभु सही पाळक कहउछंती से सेटा सुनिले सुनला परे धन्यवाद देले सुइला परे पाहतेरे से पोड़ रखिथिले पोड़ चोराई कि मो घर गले मु तो मेडिकल से सीधा मो घर को जाई कि पचारले मोर स्त्री को जे मां तम घर किए सबठार बेसी सीरियस अछि से जहाँ घटी जाइए मुझे एक कथा कहली से सब प्रकाश कला आ आखिर लुह गड़ेला से कहले देख माँ मुझे परमेश्वर को जाने से होचंदी जीवित परमेश्वर से मृत्यु को जय कले आ से मृत्यु होइथिबा लोक मान को जीवन दियंती मुझे प्रभु को जाने 33 कोटी देवादेवी तो सब मरीगले तांकर कोनोसी ठिकाना नाही जेतु हिंदू शास्त्र कहूची मर्त्य मंडले देह बही देवता हेले ही मरई प्रमाणित एटा गोटे तो एथिपाई माँ से देवता मान किसी ठिकाना ना किंतु जीशु होउछंती ए जगतर सृष्टिकर्ता से तुमको सृष्टि करिछंती से प्रथम सुसमाचार परिवार देले से मते सृष्टि करिछंती से परमेश्वर तुमर घर विषय जणाइले से परमेश्वर मते पठाइले मु आसीछि किंतु भाई होउछंती सबुठार दुष्ट स्वभावर व्यक्ति तार ना सुनले ख्रीस्टान मानकर कथा तो छाड़ तार दुष्कर्म शुणिकी हिंदू माने भी भयभीत हुअन्ति किंतु प्रभु मते कहते आम्भे तुम संगरे अछु सेटा प्रतिज्ञा ताको पाकर थिला प्रभु कर गुटे प्रतिज्ञा जे तुमे भय कर नाही एई साहस रे मां तुम घरे छिड़ा हेची बोली कहले जदि तुमे एबे यीशु को केवल प्रभु बोली स्वीकार करबो ताहले मु प्रार्थना करबी आउ जे परमेश्वर ए समस्त विश्व ब्रह्मांड सृष्टि करिसेंती से तार जीवन फेराई देबे आउ तमरो झियो तुम कुल को पुनर्बार फेरी आसीबो विश्वास करुछ कि माँ से कहले हाँ बापा ठीक अच्छे मुंडर टे उड़ुनी दियो आउ बस माँ मने मने कह जीशु रक्तर जय जीशु वाक्यर जय जीशु नामर जय आ मु प्रार्थना करुच्ची से प्रार्थना कलापर जणाइले देख प्रभु मते जनाउछंती तुमर झील वर्तमान जीवित अटे किंतु प्रभु आ गोटे विषय मते जनाउछंती से माने आज आसीबे नाही आसंता काली आसीबे नाही तृतीय दिवस समान 9:45 तुम कांथ घंटा को तुम्हें देखो जिते तुम स्वामी को तुम झील को देख तुम्हें प्रथम कांथ घंटा को उन्नाइब जेहेतु प्रभु यह टाइम फिटिंग कर समान 9:45 टाइम चेंज हेब ना एपटे सेपटे हेब ना आउ से समय जदि समान 9:45 ताहले तुम जान जीशु होउछंती परमेश्वर
ଯଦି ଟାଇମ୍ କିଛି ଗଡ଼ବଡ଼ ହେଲା ତମେ ଯାହାକୁ ସେବା କରୁଥିଲ ତୁମେ ତାଙ୍କୁ ହିଁ ସେବା କର। ମାନେ ସେ ଗୋଟେ ବିଶ୍ୱାସ ଦୃଢ଼ ଦେଇକି ପଳେଇଲେ। ଟାଇମ୍ ଯଦି ଗଡ଼ବଡ଼ ହେଲା ଏପଟେ ସେପଟେ ହେଲା ତୁମେ ଯାହାକୁ ସେବା କରୁଛ ତାଙ୍କୁ ହିଁ ସେବା କରିବ। ଯୀଶୁଙ୍କୁ ଛାଡ଼ିଦେବ। ଯଦି ସମାନ 9:45 ହେଇଛି 45 ଏପଟେ ନାହିଁ ସେପଟେ 46 ନାହିଁ କି 44 ନାହିଁ କହିଲେ ସମାନ କଣ୍ଟା ଲାଗିଥିବ ତୁମର ଦୃଷ୍ଟି ପଡ଼ିଲା ବେଳେ ଆଜ୍ଞା। ତାହେଲେ ଜାଣିବ ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ମୋର ଝିଅକୁ ବଞ୍ଚାଇଲେ, ସେ ଆମକୁ ସୃଷ୍ଟି କରିଛନ୍ତି ଏହା ଜାଣିବ। ନିଶ୍ଚିନ୍ତରେ ରୁହ ତମ ଝିଅ ଫେରି ଆସୁଛି ମା କହିକି ସେ ଚାଲିଗଲେ। ଆଉ ମୁଁ ତ ଚିନ୍ତା କରି କିଛି ଲାଭ ନାହିଁ, ଅଟୋ ରିକ୍ସା ଗୋଟେ ଡାକିବା ବୋଲି ଯେତେବେଳେ ଉଠିଲି ମାନେ ସେହି ପର୍ଯ୍ୟନ୍ତ ଛୁଆର କୌଣସି ପରିବର୍ତ୍ତନ ନାଇଁ, ସେ ତ ଡକ୍ଟର ମୃତ ଘୋଷଣା କରିକି ସେ ମାନେ ଆପଣ ମାନେ ହସ୍ପିଟାଲ ଘରକୁ ସମାଧି ଦେବା ପାଇଁ ଆଣୁଛନ୍ତି? ନାଇଁ, ମୁଁ ସେ ପର୍ଯ୍ୟନ୍ତ ଆସି ନାହିଁ, ମୁଁ ଭାଙ୍ଗି ପଡ଼ିକି କାନ୍ଥରେ ବସିଥିଲି। ତାପରେ ଚିନ୍ତା କରି କିଛି ଲାଭ ନାହିଁ, ନେଇକି ଯିବା ବୋଲି ଏଇଟା ବହୁତ ସମୟ ପରେ ମୁଁ ଡକ୍ଟର ତ ଆସିବ ନାହିଁ ନା, ଯେହେତୁ ସେ ମୃତ ଘୋଷଣା କରିଦେଲା, ତାର କାମ ସରିଯାଇଛି। ଯେତେବେଳେ ମୁଁ ଦେଖିଲି ନିଶ୍ୱାସ ପ୍ରଶ୍ୱାସ ଚାଲିଛି, ମୁଁ ଡକ୍ଟର ମୁର୍ମୁକୁ ଡାକିଲି, ସେ ତୁ ପାଗଳ ହେଇଯାଇଛୁ, ତୋର ମୁଣ୍ଡ ଖରାପ ହେଇଛି କହିଲା, କାରଣ ମଲା ଲୋକ ବଞ୍ଚନ୍ତି ନା। ମୁଁ କହିଲି ସାର୍ ଆପଣଙ୍କର ମେଡ଼ିକାଲରେ ଆସିକି ଦେଖନ୍ତୁ। ଆଉ ସେ ଯେତେବେଳେ ଆସିଲେ ସେ ବି ଅବାକ୍ ହେଇଥିଲେ, ନର୍ସମାନଙ୍କୁ ଡାକିକି ସାଲାଇନ୍ ଲଗାଇଲେ, କାରଣ 8 ମାସର କଙ୍କାଳ ଅବସ୍ଥା ଥିଲା। ସାଲାଇନ୍ ଫାଲାଇନ୍ ଲଗାଇଲେ, ଯାହା ତାଙ୍କର ନିୟମ ଅନୁସାରେ କଲେ। ଦ୍ୱିତୀୟ ଦିନ ମୁଁ ସନ୍ଧ୍ୟା ବେଳକୁ କହିଲି ସାର୍ କାଲି ଆମେ ସକାଳେ ପଳେଇବୁ, ଠିକ୍ ଅଛି ଆଉଟଡୋରରେ କହିଦେଇକି ପଳାଉ। ଯେତେବେଳେ ଆମେ ତୃତୀୟ ଦିନ ଘରେ ଆସିକି ପହଞ୍ଚିଲୁ, ଆଉ ମୋ ସ୍ତ୍ରୀ କହିଲା ମିଣିଆ ଅଞ୍ଚଳରୁ, ସେ କୁଇ ଭାଷାରେ କହିଲା, ମିଣିଆ ମିଞ୍ଜ ନାଞ୍ଜର ଡୋମେନ୍ ବା ସେଞ୍ଜୁ ଏଞ୍ଜ ପ୍ରାର୍ଥନା ଗିଆ ଯାତେ ଯେ ନାଇଁ ମାରୁ ନେଇ ବିତେ। ଏହାର ଅର୍ଥ ହେଉଛି ମିଣିଆ ଅଞ୍ଚଳରୁ ଜଣେ ପାଣ ଲୋକ ଆସିଥିଲା, ସେ ପ୍ରାର୍ଥନା କରିଦେଲା ଆଉ ମୋ ଝିଅ ବଞ୍ଚିଲା। ମୁଁ କହିଲି ଛାଡ଼ ସେ ଖ୍ରୀଷ୍ଟିଆନ ପାଣମାନଙ୍କର କଥା, ସେ ପାଣ ଖ୍ରୀଷ୍ଟିଆନ ପ୍ରାର୍ଥନା କରିଦେବ, ମୋ ଝିଅ ବଞ୍ଚିବ, ଏହା ଏକ ଅସମ୍ଭବ ବିଷୟ କହିଲି। ହେଲେ ମୁଁ ଦୁଷ୍ଟଟା, ସେଥିପାଇଁ ସେ କିଛି କହିବ ନାହିଁ, ନୀରବ ରହିଲା। ଝିଅ ଖେଳୁଛି, ମୁଁ ବସିଛି, କିନ୍ତୁ ମାନେ ସେଟା ଆପଣ ଦେଖିଲେ କିନ୍ତୁ ବିଶ୍ୱାସ କରୁନାହାନ୍ତି? ନାଇଁ, ଏପଟେ ପ୍ରାର୍ଥନା ହେବା କଥା ମୁଁ ଜାଣି ନାହିଁ, କିନ୍ତୁ ଝିଅ ଭଲ ଅଛି, ଝିଅ ବଞ୍ଚିକି ଆସିଲା, ଠିକ ଅଛି, ଝିଅ ବଞ୍ଚିକି ଆସିଲା, ଖେଳୁଛି ବାହାରେ। ତ ସେ ସମୟରେ ସେ ପାଷ୍ଟର ବି ଆସିକି ଗୋଟେ ଟି ସାର୍ଟ ଲୁଙ୍ଗି ପିନ୍ଧିକି ଆସିଥିଲେ, ସାଇକେଲ ଷ୍ଟାଣ୍ଡ ମାରିଲେ। ମୁଁ ଯିଏ ବି ହଉ ଟିକେ ତାକୁ ନମସ୍କାର କହିବା କହିକି ମୁଁ କହିଲି ଭାଇ ନମସ୍ତେ କହିଲି। ସେ କହିଲେ ହଁ ଭାଇ ନମସ୍ତେ। ମୁଁ କହିଲି ଭାଇ ମୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ। ସେ କହିଲେ ହଁ ମୁଁ ହେଉଛି ଆପଣଙ୍କର ଜଣେ ନୂତନ ବନ୍ଧୁ। ଆଉ ମୋର ପାଖରେ ଏକା ବସିଲେ, ସେ ଯୀଶୁଙ୍କ ବିଷୟ କହିବା ଆରମ୍ଭ କଲେ। ଯୀଶୁଙ୍କର ବିଷୟ ଆମର ପାଇଁ ମାନେ ଗୋଟେ ବିଶ୍ୱ। କାହିଁକି ଆମେ କହୁଥିଲୁ ଖ୍ରୀଷ୍ଟିଆନ ମାନେ ହେଉଛନ୍ତି ଏଇ ଭାରତର କଣ୍ଟା ବୀଜ, ଆଉ ଏମାନେ କଣ୍ଟା ବୀଜ ବୁଣିବାରେ ଲାଗିଛନ୍ତି। RSS ବିଶ୍ୱ ହିନ୍ଦୁ ବିଜୟ ଦଳର ଏକ ଯୋଜନା ଥିଲା 2005 ସୁଦ୍ଧା କନ୍ଧମାଳରେ ଖ୍ରୀଷ୍ଟିଆନମାନଙ୍କର ମୂଳୋତ୍ପାଟନ କରାଯିବ, ରାମ ରାଜ୍ୟ ପ୍ରତିଷ୍ଠା ହେବ। ଏହା ଥିଲା ଏକ ଆମମାନଙ୍କର ସଂକଳ୍ପ, ଆମମାନଙ୍କର ସ୍ୱପ୍ନ। କିନ୍ତୁ ସେ 2005ରେ ହିଁ ସେ ଯୀଶୁଙ୍କ ବିଷୟ ଆମର ପରିବାରରେ ପହଞ୍ଚିଛି। ସେ ଯାହା କହିଲେ ବି ମୋର ଇଚ୍ଛା ନାହିଁ ଶୁଣିବା ପାଇଁ, କୌଣସି ଆଗ୍ରହ ନାହିଁ, କାରଣ ଯୀଶୁ କହିଲେ ଆମର ପାଇଁ ବହୁତ ଘୃଣାର ବିଷୟ ଅଟେ। ତ କାରଣ 1984 ସାଲରେ କନ୍ଧମାଳରେ ଲକ୍ଷ୍ମଣାନନ୍ଦଙ୍କର ଏକ ରଥ କାର୍ଯ୍ୟକ୍ରମ ହେଇଥିଲା, ଯେଉଁ ସ୍ଥାନରେ ରଥ ରହିବେ ହିନ୍ଦୁମାନେ ଦର୍ଶନ କରିବା ପାଇଁ ଆସୁଥିଲେ, ଆଉ ଖ୍ରୀଷ୍ଟିଆନ ମାନଙ୍କୁ ସଂସ୍କାର କରାଯାଉଥିଲା। ଯେଉଁମାନେ ସଂସ୍କାର ହେଉଥିଲେ ସ୍ୱାମୀ ସ୍ତ୍ରୀକୁ 2ଟି ଲୁଗା ଦିଆଯାଉଥିଲା, ଗୋଟେ ଜଗନ୍ନାଥ ଫଟୋ ଦିଆଯାଉଥିଲା, ଆଉ ସାମ୍ନାରେ ତୁଳସୀ ଚଉରା ଲଗାଇବା ପାଇଁ। ଆଉ ସେଇ ସମୟରେ ବହୁ ସଂଖ୍ୟାରେ ଖ୍ରୀଷ୍ଟିଆନ ମାନଙ୍କୁ ହିନ୍ଦୁ କରାଯାଇଛି। ତ ସେଇ ସମୟରେ ଆମେ 3 ଜଣ ଥିଲୁ ଆମ ଗାଁରୁ। ମୁଁ ଥିଲି, ନରେଶ କହଁର ଥିଲା, ଆଉ କୁଡ଼ିକି ଗ୍ରାମ ସଚିନ୍ଦ୍ର କହଁର। ଆମେ ରଥରେ ରହୁଥିଲୁ। ଆମେ ତ ଏ କମଳା କଷ ଲଗେଇଥିବା 5 ହାତିଆ ଗାମୁଛା ଗୋଟେ ପିନ୍ଧିଥାଉ, ଗୋଟେ ଘୋଡ଼େଇ ହେଇଥାଉ। ତ ଆମକୁ ସମସ୍ତେ ପୁରୀର ପଣ୍ଡା ମାନେ ବୋଲି ଭାବୁଥିଲେ। ତ ସେଥିପାଇଁ ମୁଁ ତାପରେ ଆଉ 4ଟା ଝିଅ ଏତେ ମାସରୁ କଙ୍କାଳ ଅବସ୍ଥାରେ ଅଛନ୍ତି। এই ଜଗତରୁ ସର୍ବସ୍ୱ ହରାଇଛି, ମୋର ପାଇଁ ଚତୁର୍ଦିଗ ଅନ୍ଧକାର, କୌଣସି ରାସ୍ତା ନାହିଁ, ଏଥିପାଇଁ ନୀରବରେ ବସିଛି। ଯଦି ମୋ ପାଖରେ ଏମିତି ସ୍ଥିତି ନଥାନ୍ତା କିମ୍ବା ସମ୍ବଳ ଥାନ୍ତା, ସେ ଯୀଶୁଙ୍କର ନାଁ ଧରୁ ଧରୁ ମୁଁ ତାକୁ କ'ଣ ନା କ'ଣ କରିଦେଇଥାନ୍ତି। ସେଟା ଆପଣଙ୍କର ଗୋଟେ ସ୍ୱଭାବ ଥିଲା ସେ ସମୟରେ। ଶେଷରେ ସେ କହିଲେ ଭାଇ ଦେଖ, ଏ ଯାହା ଘଟି ଯାଇଛି ଏହା ତ ତମେ ବିଶ୍ୱାସ କରିବ ନାହିଁ, କାରଣ ମୁଁ ଦେଖି ନାହିଁ, ଜାଣି ନାହିଁ। ଘରେ ପ୍ରାର୍ଥନା କରାହେଇଛି ବୋଲି ମୁଁ ଜାଣିନି, ଆସିଲା ପରେ ସେ କହିଲାରୁ ଜାଣିଛି। ଆଜି ଯଦି ତୁମେ ଯୀଶୁଙ୍କୁ କେବଳ ପ୍ରଭୁ ବୋଲି ସ୍ୱୀକାର କରିବ, ତାହେଲେ ମୁଁ ପ୍ରାର୍ଥନା କରିବି ଆଜି ସମସ୍ତେ ସମ୍ପୂର୍ଣ୍ଣ କମ୍ପ୍ଲିଟ୍ ଭାବରେ ସୁସ୍ଥ ହେବେ। ସମାନ 4ଟା ବାଜିଲେ ଘରର ବଡ଼ ଝିଅ ଉଠିବ, ପୁଅ କିନ୍ତୁ ବଡ଼ ଝିଅ ଉଠିବ, ତାପରେ ଜଣେ ଜଣେ ସମସ୍ତେ ସୁସ୍ଥତା ହେବେ, ଏକ ପରମେଶ୍ୱରଙ୍କର ଶକ୍ତି ପ୍ରବାହିତ ହେବ। ଏହା ଆଜି ତୁମେ ସଚକ୍ଷୁରେ ଦେଖିବ, ତାହେଲେ ଯୀଶୁ ପ୍ରଭୁ ବୋଲିକି ତୁମେ ଜାଣିବ। ତଥାପି ମୋର ଇଚ୍ଛା ନାହିଁ, କିନ୍ତୁ ଉପାୟ ନଥିବା ହେତୁ ଅନିଚ୍ଛା ସତ୍ତ୍ୱେ ହଁ ମାନିଲି, ଅନିଚ୍ଛା ସତ୍ତ୍ୱେ।
ଆଉ ସେ ଛୁଆମାନଙ୍କ ସାମ୍ନାରେ ଆମକୁ ବସାଇଲା ପରେ ସେ କହିଲେ ସ୍ଥିରରେ ରୁହ, ଖାଲି ମନେ ମନେ କୁହ ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ବାକ୍ୟର ଜୟ। ମୁଁ ପ୍ରାର୍ଥନା କଲା ପରେ ସେ କହିଲେ ଯେ ନିଶ୍ଚିନ୍ତରେ ରୁହ, 4ଟା ସମାନ 4 ବଜେରେ ବଡ଼ ଝିଅ ଉଠିବ, ତାପରେ କମ୍ପ୍ଲିଟ୍ ସୁସ୍ଥ। ଠିକ୍ ଅଛି ନିଶ୍ଚିନ୍ତରେ ରୁହ କହିକି ସେ ଚାଲିଗଲେ। ମୁଁ କହିଲି ବାସ୍ତବରେ କ'ଣ 4ଟା ହେଲେ ମୋର ଝିଅ ଉଠିବ? ଆପଣଙ୍କ ପାଖରେ ସନ୍ଦେହ ସୃଷ୍ଟି ହେଇଛି। ତ କାରଣ ଯୀଶୁଙ୍କୁ ଆମେ ଘୃଣା କରୁଛୁ, ଆଉ ଯୀଶୁ ବି ଗୋଟେ ତ ମଣିଷ। ତାର ଭୁଲ ପାଇଁ ତ ତାକୁ କ୍ରୁଶରେ ଟାଙ୍ଗିକି ମାରିଦେଲେ, କଣ୍ଟା ବାଡ଼େଇକି। ସେଇଟା ଆପଣଙ୍କର ଗୋଟେ ଅଛି। ଆଉ ସିଏ କ'ଣ ତ, କିନ୍ତୁ ବାସ୍ତବରେ ସମାନ 4ଟା ବାଜିବାରୁ ବଡ଼ ଝିଅ ଉଠିଲା। ଜଣେ ଜଣେ ସମସ୍ତେ ଉଠିଲେ। ସେତେବେଳେ ଆପଣଙ୍କୁ କେମିତି ଲାଗିଲା? ଖିଆପିଆ କଲେ, ଆଉ ସେମିତି ତ କିଛି ଲାଗିନାହିଁ, କିନ୍ତୁ ଯାହା ହଉ ସେ ଆସିଥିଲା, ପ୍ରାର୍ଥନା କରିଦେଲା, ଭଲ ହେଇଗଲେ। ସେ ତା ପରଦିନ ବି ଆସିଲା, ବାରିଆଡ଼େ ବୁଲି ବୁଲି ହାତ ହଲେଇ ହଲେଇ ଧନ୍ୟବାଦ ଦେଇକି ଗଲା। ମୁଁ କିଛି କହିଲା ନାହିଁ, ବାସ୍ ଖାଲି ପ୍ରାର୍ଥନା କଲା। ଘରେ ନାହିଁ, ସେ ବାରିଆଡ଼େ ବୁଲି ବୁଲି ଏମିତି 2-3 ଦିନ ପର୍ଯ୍ୟନ୍ତ ସେ ଆମର ଚାରିଆଡ଼େ ବୁଲି ବୁଲି ପ୍ରଭୁଙ୍କୁ ଧନ୍ୟବାଦ ଦେବ ଯିବ। ଗୋଟେ ଦିନ ଆସ ପ୍ରାର୍ଥନା କରିବା କହିଲା। ଆମେ ତ ଲଜ୍ଜା, ଅପମାନ, ଘୃଣା, କବାଟ ଟିକେ ବନ୍ଦ କରିକି ପ୍ରାର୍ଥନା କଲୁ। ରବିବାର ଦିନ ଆସିଲା ଯେ ଗିର୍ଜା କରିବା ବୋଲି କହିକି ଯାଇଥିଲା। ମୁଁ 8ଟା ବେଳକୁ ଆସିବି ବୋଲି, 8ଟା ସୁଦ୍ଧା ଆମେ ସବୁ ରୋଷେଇ ବାସ କରି ରଖିଦେଇଛୁ। ଗାଁ ଗହଳିରେ ଏତେ ତ ଆଇଟମ ହୁଏ ନାହିଁ, ଭାତ ଡାଲି ଟିକେ ରାନ୍ଧି ଦିଅନ୍ତି କି ଆଉ କ'ଣ ଟିକେ ଥିଲେ ହବ, ନହେଲେ ବି ସେତିକି ଏକା। ବାସ୍ 8ଟା ସୁଦ୍ଧା ଆମେ ରାନ୍ଧିକି ଘୋଡ଼େଇକି ରଖିଦେଇଛୁ। 8ଟାରେ ପହଞ୍ଚିଲା, ସେ ଯାହା 2-3ଟା ଗୀତ ଗାଇଲେ, ଆମକୁ ଶିଖାଇଲେ। ଏମିତି ହେଇକି ସେ ବୁଧବାର ଗୋଟେ ଦିନ ଆସନ୍ତି, ଆଉ ରବିବାର ଦିନ ଆସନ୍ତି। ତ ସେତିକି ଭିତରୁ ପରିବାର ପରିସ୍ଥିତି ଟିକେ ବଦଳି ଯାଇଥିଲା କି? ନାଇଁ, ସମସ୍ତେ ତ କମ୍ପ୍ଲିଟ୍ ସୁସ୍ଥ ହେଲେ। ଛୁଆମାନେ ବି ସ୍କୁଲକୁ ଯିବା ଆରମ୍ଭ କଲେ। ହେଲେ ସେ ଆରାମସେ ଆସୁଛନ୍ତି ଗାଁକୁ। ଗାଁରେ କେହି କିଛି କହୁନାହାନ୍ତି। ଆମ ଗାଁରେ ଜଣେ ଖ୍ରୀଷ୍ଟିଆନ ଲୋକ ପାଦ ପକେଇକି ସୁସମାଚାର ଦେବା ଏକ ଅସମ୍ଭବ ବିଷୟ, କାରଣ ସେଠି ମାଡ଼ ଶସ୍ତା, ପୋଲିସର କୌଣସି କାମ ଭୟ ନାହିଁ, ଟୋଟାଲ ନାହିଁ। ବରମ ଟେଲାପାଲିର ନିୟନ୍ତ୍ରଣରେ ପୋଲିସ ବି ରହିବ, ସେଇଟା ଉପରୁ ହିଁ ପ୍ରେସର ବି ହେବ ସବୁ ପ୍ରକାର। ତାପରେ ଆମର ସହଜେ ଦୁଷ୍ଟମାନେ ପୋଲିସ କଥା ମାନନ୍ତି ନାହିଁ। ତ ଏ ପ୍ରକାର ସ୍ଥିତିରେ ସେ ବି ନିର୍ଭୀକରେ ଗାଁରେ ଯାଉଛନ୍ତି ଆସୁଛନ୍ତି, କିଏ କିଛି କହୁନାହାନ୍ତି। ତାଙ୍କ ମଧ୍ୟରେ ବି କୌଣସି ଭୟ ନଥିଲା କି ସେଇ ଗାଁକୁ ଯିବାଟା? ସେ ଜାଣିଲେ ଯେ ନୀଳାଦ୍ରିକୁ ଏଠି ସମସ୍ତେ ଭୟ କରନ୍ତି। ମୁଁ ଗୋଟେ ଭଲ ବ୍ୟକ୍ତି ପାଖକୁ ଯାଉଛି, ଯିଏ କି ଏ ଅଞ୍ଚଳରେ ଭଲ ନାଁ ଅଛି, ଯେ ମତେ ପାଟି ଖୋଲି ପାରିବେନି କି ହାତ ଲଗେଇ ପାରିବେ ନାହିଁ। ତାପରେ ପରମେଶ୍ୱରଙ୍କର ଆଦେଶ ବି ଥିଲା, ପରମେଶ୍ୱରଙ୍କ ଆଦେଶ ଅଛି। କିନ୍ତୁ ଗାଁକୁ ଆସିଲା ପରେ ଯେ ମୋର ପାୱାର ବିଷୟରେ ଯେତେବେଳେ ଜାଣିଲେ, ସେ ଆଉ କୌଣସି ବିଷୟ ଡରିଲେ ନାହିଁ। ନିର୍ବିଘ୍ନରେ ଗାଁରେ ଆଉ ଯାହାର ସମସ୍ୟା ଥିବ ସେମାନେ ବି ଡାକିଲେ ପ୍ରାର୍ଥନା ପାଇଁ, ଆଉ ପ୍ରଭୁ ସେଠି ମିରାକଲ ବି କରିଛନ୍ତି। କିନ୍ତୁ ଏଇ କଥା ଯେତେବେଳେ ଲକ୍ଷ୍ମଣଙ୍କ ପାଖରେ ପହଞ୍ଚିଲା, ତ ସେଇଟା ତାଙ୍କ ପାଖରୁ ପହଞ୍ଚିବା କଥା କ'ଣ ଆପଣଙ୍କ ସଂଘ ଲୋକ ନା ଗାଁ ଲୋକମାନେ? ଯେତେବେଳେ ମୁଁ ପ୍ରଭୁ, ଯେହେତୁ ମୋର ପୁତୁରା ନରେଶ କହଁର ଏବେ ବି ସେ ଚକାପାଦ କଲେଜରେ ବୁଝିଲେ ତ, ପଢୁନାହିଁ ସେଠୁ। ସେଠୁ ସବୁ ଦାୟିତ୍ୱ ତା ହାତରେ, ସେ ତାର ଡ୍ରାଇଭର ହେଇକି ଥିଲା ନା। ଆଉ ତାକୁ ଡ୍ରାଇଭର ଥିଲା ସତ, କିନ୍ତୁ କଲେଜରେ ଗୋଟେ ପିଅନ ପୋଷ୍ଟ ଦିଆଯାଇଛି, ସେଠୁ ସେ ସେଲରେ ଉଠାଏ। ଏବେ ବି ସେଇଟା ତାର କାମ, ସେଠି ସେ ରହୁଛି ସବୁ ପରିବାର। ସିଏ ଜଣେଇଲା, ସେ ନ ଜଣେଇଲେ ବି ସବୁ ଆମର ସବୁ ସଂଘ ପରିବାର RSS ବିଜେପି ବିଷୟରେ ସେ ନୀଳାଦ୍ରି ଖ୍ରୀଷ୍ଟାନ ହେଇଗଲା ବୋଲି ତ କାନରେ ପହଞ୍ଚିବ ଏକା ନା। ଯେହେତୁ ସେ କହିଲେ ଯେ ନାଇଁ, ତାଙ୍କୁ ବୁଝେଇ ସୁଝେଇ କଳେ ବଳେ ଫେରାଇ ଆଣ। ପ୍ରଥମ ଥର ପାଇଁ ଫିରିଙ୍ଗାର ସେ ସମୟରେ ସେ ବିଜେପିର ପ୍ରେସିଡେଣ୍ଟ ଥିଲେ ରାଜକିଶୋର ସାହୁ। ସେ ମୋତେ କହିଲେ ଯେ ମୋତେ ଦାଦା ଜୁହାର ବୋଲି କହିଲେ, ଗୋଟେ ସାଇଡକୁ ଡାକିକି ନେଲେ ମଙ୍ଗଳବାର ହାଟ ଦିନ। ଏ ଯାହା ଘଟିଲା ଏଇଟା ମ୍ୟାଜିକ୍ ବୋଲି ଭାବ, ଆଉ ତୁମେ ଫେରି ଆସ, ଆମେ ତୁମକୁ ସଂଘ ପରିବାର ସମସ୍ତ ପ୍ରକାର ଫ୍ୟାସିଲିଟି ଦେବୁ। ମୁଁ କହିଲି ରାଜୁ ଭାଇ, ଏଇଟା ଭୁଲି ଯାଅ, ତୁମେ ଆଉ ସେ ସ୍ୱପ୍ନ ଦେଖ ନାହିଁ। ମୁଁ ବର୍ତ୍ତମାନ ଆର ପାରେ ଛିଡ଼ା ହେଇଛି, ଏ ପାରିକୁ ଫେରିବା ଏକ ଅସମ୍ଭବ ବିଷୟ। କାରଣ ଯୀଶୁ ବି ଯେତେବେଳେ ଲୋକମାନଙ୍କୁ ଡାକୁଥିଲେ, ସେ କହୁଥିଲେ ଆସ ଆମ୍ଭେମାନେ ଆର ପାରିକୁ ଯିବା। ମୁଁ ସେ କଥା କହିଲି, ମୁଁ ବର୍ତ୍ତମାନ ଆର ପାରିର ଲୋକ, ଆଉ ମୁଁ ଆର ପାରିରେ ଅଛି, ଏ ପାରିକୁ ଫେରିବା ଏକ ଅସମ୍ଭବ ବିଷୟ। ଦ୍ୱିତୀୟ ଥର ପାଇଁ ଆମର ଓକିଲ ଭଗବାନ ମହାନ୍ତି ଏସବୁ ସଂଘ ପରିବାର କେସ୍ ଗୁଡ଼ିକ ଆଗରୁ ସେ ସବୁ ବୁଝୁଥିଲେ। ସେ ବି ମୋତେ ବୁଝାଇଲେ ଯେ ଭାଇ ଦେଖ, ଯାହା ହେଲା ଫେରି ଆସ, ଆମେ ତୁମକୁ ସବୁ ପ୍ରକାର ଫ୍ୟାସିଲିଟି ଦେବୁ। ମୁଁ କହିଲି ଭଗବାନ ଭାଇ, ସେ ସ୍ୱପ୍ନ ଆଉ ଦେଖ ନାହିଁ, ମୁଁ ବର୍ତ୍ତମାନ ଆର ପାରିରେ ଅଛି। ଏଇଟା ବୋଧେ ଲକ୍ଷ୍ମଣଙ୍କୁ ସେମାନେ ଖବର ଦେଇଥିବେ। ତାପରେ ଆମ ଗାଁରେ ଗୋଟେ ଲଗାତାର 3 ଦିନ ମିଟିଂ ହେଉଛି, ମୁଁ ଦେଖୁଛି। ସେଇଟା ଥିଲା 2006
ମେ ମାସଟା ହୁଁ, ହୁଁ, ହୁଁ। ଆଉ ମେ 6 ତାରିଖଟା ରବିବାର ଥିଲା। ଆଚ୍ଛା। ରବିବାର ଯେତେବେଳେ କଟା ଭାଇ ଆସିଲେ ଉପାସନା କରିବା ପାଇଁ ହଁ, ମୁଁ ସାବଧାନ କରାଇଦେଲି। ହଁ। କଟା ଭାଇ ଦେଖ 3 ଦିନ ହେଲା ଗୋଟେ ଆମର ବିରୁଦ୍ଧରେ ଗୋଟେ ମନ୍ତ୍ରଣା ଚାଲିଛି। ଚାଲିଛି। ଟିକେ ସାବଧାନ। ସିଏ କିନ୍ତୁ ବେଖାତିର, କାହିଁକି ଏ ଭାଇକୁ ତ ସମସ୍ତେ ଡରୁଛନ୍ତି, ମତେ କିଏ କିଏ କଣ କଣ କରିବ, କିନ୍ତୁ ତାର ଭିତର ଷଡ଼ଯନ୍ତ୍ର ତାଙ୍କୁ ଜଣା ନଥିଲା। ନାଇଁ ମୁଁ ତାକୁ କହିଦେଲି ହୁଁ, ଦେଖ 3 ଦିନ ହେଲା ମିଟିଂ ଚାଲିଛି ବୋଲିକି, ଆଜ୍ଞା। ଏଇଟା ଆମର ବିରୁଦ୍ଧରେ ଚାଲିଛି ବୋଲିକି, ହୁଁ, ହୁଁ। କିନ୍ତୁ ତାକୁ ସେ ବିଲକୁଲ ଖାତିର କଲା ନାହିଁ। ତାର ନାଁ ଶୁଣିଲେ ତ ସମସ୍ତଙ୍କର ଝାଡା ଡରୁଛନ୍ତି। ବାହାରୁଛି, ମତେ କିଏ ହାତ କଣ ଲଗାଇବ, କହିବ, ମତେ ହଁ। କିଏ କଣ କଥା କହିବ। ଆଉ ମତେ ସେଇ ସମୟରେ ଗୋଟେ କଂକ୍ରିଟ କାମ ଦିଆଯାଇଥିଲା ଗାଁରେ, ମୁଁ ମେଟାଲ ବାଡ଼ାଇବା ଲୋକମାନେ ଖୋଜିବା ପାଇଁ ଗଲି ବନ୍ଦଗଡ଼। ତାଙ୍କୁ ହଁ। କହିଲି ଭାଇ ତୁମେ ଘରେ ଥାଅ, ହୁଁ, ଯଦି ଯିବ 4ଟା ପୂର୍ବରୁ ଗାଁକୁ ପଳାଇବ, ହଁ। ଯଦି ରହିବ 5ଟା ପୂର୍ବରୁ ମୋର ଘର ଭିତରେ ଏଣ୍ଟ୍ରି କରିବ। ବାହାରକୁ ବାହାରିବ ନାହିଁ। ବାହାରକୁ ଆଇବ ନାହିଁ, ବିପଦ ମାନେ ବାଡ଼ ଭିତରେ ରହିବ, ହଁ, ସାହିରେ ରହିବ, ହଁ। କିନ୍ତୁ ସେ ତଳ ସାହି କି କୋଉ ସାହିରେ ରହିବ ଯିବ ନାହିଁ। ନାହିଁ, ହଁ। ଯଦି ଯିବ ଯାଅ, କିନ୍ତୁ 5ଟା ପୂର୍ବରୁ ଘରେ ଭିତରେ ରହିବାର ଅଛି। ମୋର ସୀମା ଭିତରେ ରହିବ, ହୁଁ, ଯେହେତୁ ବିପଦ ଅଛି। ସିଏ ତ ପୁରା ମତେ କିଏ କଣ କରିବ, ହେଲେ ସେଇ 6ଟା ବେଳକୁ ବି ବସଷ୍ଟାଣ୍ଡରେ ସେ ବସିଛି। ଆଉ ହୁଁ, ହୁଁ। ମୁଁ ସେପଟୁ ଆସିଲି, ବସ୍ରେ ଓହ୍ଲେଇଲି, ଦେଖିଲି ସେଠି, ମୁଁ ଜାଣିଲି ବିପଦ ଘଟିବ। ମୁଁ ପଚାରିଲି ଭାଇ କାହିଁକି ଏଠି ବସିଛ? ନାଇଁ ତମକୁ ଜଗିଛି। କ'ଣ ପାଇଁ? ନାଇଁ ଶୁକ୍ରବାର ଉପବାସ କର। ସେଇଟା ତ ଫାଇନାଲ ହେଇଛି, ଶୁକ୍ରବାର ଆମେ ହଁ, ଉପବାସ କରିବା। ହଁ, ଆଉ କାହିଁକି ଜଗିଛ? ସେଇଟା ତ ମାଡ଼ ଖାଇବାର ଯୋଗ। ସେତିକି ଭିତରେ ତ 60-70 ଲୋକ ସେଟିଂ ହେଇଛି, ଅତି ଅନ୍ଧାର ହେଇଯାଇଛି। ସେ ଭିତରୁ ପବିତ୍ର କହଁର ଆମ ଗାଁର ଆଗ ହେଇଛି, ଏ ତ ଆସିକି ହାତରେ ଧରିକି ଟାଣିକି ନେଉଥିଲେ। ମୁଁ ହାତରେ ଧରିକି ଛଡ଼େଇଲି, ମାନେ ଛାଡ଼ମ। ଆପଣଙ୍କ ଉପସ୍ଥିତିରେ ସେଇଟା ଘଟୁଛି। ହଁ ହଁ ହଁ, ହୁଁ, ହୁଁ, ମୁଁ ହୁଁ। ସେ ପହଞ୍ଚି ନା, ସେମାନେ ଖାଲି ସନ୍ଧ୍ୟା ପାଇଁ ଅପେକ୍ଷା ଆଚ୍ଛା, କରିଥିଲେ। ଆଚ୍ଛା, ଆଚ୍ଛା, ଆଚ୍ଛା। ଦିନ ବେଳେ ସମସ୍ତେ ଦେଖିଲେ ଦେଖିବେ, ସାକ୍ଷୀ ହେବେ। ସାକ୍ଷୀ ହେବେ। ତ ସନ୍ଧ୍ୟା ହେଇଯାଇଛି, ଅନ୍ଧାର ହେଇଛି, ବାସ୍ ସେଠି ମୁଁ ତାକୁ ଫଟକିନା ହାତ ପକାଇଦେଲି, ହୁଁ, ଛାଡ଼ମ କହିଲି। ହୁଁ। ମତେ ଡରିକି ଛାଡ଼ିଦେଲେ। ତାପରେ ସେମାନେ ତା ସହିତ ଯୁକ୍ତିତର୍କ କଲେ। ମୁଁ କହିଲି ତା ସହିତ କିଛି ଯୁକ୍ତିତର୍କ ନା, ମୋ ସହିତ କଥାବାର୍ତ୍ତା କର, ହଁ, କାରଣ ସେ ମୋ ଘରକୁ ଆସୁଛି। ଆସୁଛି। ମୋର ଦାୟିତ୍ୱ ସେଇଟା। ସେ କହିବାରୁ ଅନେକ ମାନେ ଗହଳି ଅଛନ୍ତି, ହୁଁ, ଅନେକ କଥା କହିଲେ। ମୁଁ ସେଇଠୁ ହଳଦୀ ଗୁଣ୍ଡ ମିଲ୍ କରିକି ଧରିଥିଲି ଗୋଟେ ବ୍ୟାଗରେ, ଟିକେ ହଁ, ଦୋକାନରେ ରଖିଗଲି, କେତେ ହଁ, ସମୟ ରଖିଥିବି ବୋଲି, ହଁ, କାରଣ ଅନେକ ସମୟ ହଁ, ହେଲାଣି। ହଁ, ଯେତେବେଳେ ମୁଁ ହଳଦୀ ଗୁଣ୍ଡ ରଖିକି ଆସିଲି, ଏମାନେ ସବୁ ଘୁଞ୍ଚିଗଲେ, ଏବେ ମାଡ଼ ଆରମ୍ଭ ହବ ବୋଲିକି। ହଁ, ହଁ। ପୁରା ଦୂରକୁ ଘୁଞ୍ଚିଗଲେ। ମୁଁ କହିଲି ସେ ମୋ ଘରକୁ ଆସୁଛି, ତୁମେ କୌଣସି ବ୍ୟକ୍ତି ରାସ୍ତାଘାଟ ବନ୍ଦ କରିପାରିବ ନାହିଁ। ହଁ। ସେମାନେ ଜାଣିଲେ, ମୋତେ ଜୁହାର କରିକି କହିଲେ ହଁ ଭାଇ ସେ ତୁମ ଘରକୁ ଆସିବ, କାମ ସରିଲା, ଆମେ ଘରକୁ ଯିବା କଥା। ଇଏ କ'ଣ ହେଲା, ଇଏ ସମସ୍ତଙ୍କୁ ଡରାଇ ଦେଇପାରିଲା, ମୁଁ ବି ଟିକେ ଡରାଇବି ବୋଲି ଭାବିଲା। ଆଉ ହୁଁ, ହୁଁ। ମୁଁ ପଛଆଡ଼େ ରଖିଥିଲି, ସେ ଆଗକୁ ଆସିଲା। ଆଉ ହଁ, ହଁ। ପୁରା ତ ହାତ ବାଡ଼େଇକି କହିଲା, ମୁଁ ଅଲବତ ଏ ଗାଁକୁ ଆସିବି, ଆସିବି ମୋତେ ବୋଲି କେହି କିଛି ରାସ୍ତାଘାଟ କରିପାରିବ। ବନ୍ଦ କରିପାରିବ ନାହିଁ ବୋଲି। ହୁଁ, ହୁଁ। ତୁ କୁଆଡ଼େ ଆସୁଛୁ? ସେ ତ ପାଲା ଗାୟକ ଲୋକ, ଆକ୍ଟିଂ କରି କହିଦେଲା ମୁଁ ହଁ, ସୁଷମା ଚାର ପ୍ରଚାର କରିବା ପାଇଁ ଆସୁଛି ବୋଲିକି। ଆଉ ହଁ, ସେ ତ 2 ଅକ୍ଷର ଭାଷା କହିଦେଲେ ୟାକୁ। ହଁ, ହଁ, 2 ପ୍ରକାର ଭାଷା କହିବାର ସେ ଗୋଟେ ପଣ୍ଡିତ ମାତ୍ର, ସଂସ୍କୃତ ମାଷ୍ଟର ହଁ, ନା, ହଁ, ହଁ। ପୁରୀରେ ପିଜି କରିଛି ସଂସ୍କୃତର। ଆଚ୍ଛା। ତ ସେ କହିଲା, ତାକୁ କହିଲା ତୁ ଗୋଟେ ପଣ୍ଡିତ ମାଷ୍ଟର ହେଇଛୁ, ତୋତେ ଭଦ୍ରତା ଜଣା ନାହିଁ, ଶିଷ୍ଟାଚାର ଏସବୁ ଚାଲିଲା। ଚାଲିଲା। ହେଲେ କୋଉଠି ଅଛି ସେ ଜାଣିବା କଥା, ହୁଁ, ହୁଁ। ପରିସ୍ଥିତି କ'ଣ ଦେଖିବା ସେଇଟା କଥା। ଦେଖିବା କଥା। ତଥାପି ଛୁଉଁନାହାନ୍ତି ହୁଁ, ମୋର ଭୟରେ। କିନ୍ତୁ ଯେହେତୁ ଆମର ବଂଶ ବହୁତ ଖତରନାକ, ହୁଁ, କିନ୍ତୁ ମୋର ଚାଚାର ବେଟା ବିଶା ଆସୁଛି ବସ୍ରେ। ହୁଁ, ବସ୍ ଅଟକିବାର ସେ ଦେଖିଲା, କାହିଁ ଗହଳି ହେଇଛି। ହୁଁ, ସେ ଓହ୍ଲେଇଲା ଯେମିତି ତ ଆସିକି ମାରିଲା ଗୋଟେ। ଆଉ ହୁଁ, ହୁଁ। ମାରିବାର ତ ଏମିତି ଫିରି ବୁଲିଲା। ଆଉ ମାଡ଼ ଶିଖିଥିବା ଲୋକ ନା। ହଁ, ହଁ। ତାପରେ ତ କୁକୁର ଭଳିଆ ବାଡ଼େଇଲେ। ଆଉ ବାଡ଼େଇଲେ। ଏ ଜଣେ ଡେଇଁକି ମାରିଲା, ଏଇଠି ଏଇଟା କଟି ଯାଇଥିଲା, ହୁଁ, ହୁଁ, ରକ୍ତ ସବୁ ପ୍ୟାଣ୍ଟ ସାର୍ଟ ଓଦା ହେଲା। ପୋଛି ଦେଲେ, ପ୍ୟାଣ୍ଟ ସାର୍ଟ ଚେଞ୍ଜ କରିଦେଲେ, ଗରମ ପାଣି ପିଆଇଲେ, ଆହୁରି କୁକୁର ଭଳିଆ ବାଡ଼େଇଲେ। ହୁଁ, ହୁଁ, ହୁଁ। ଇଲେକ୍ଟ୍ରିକ ଖୁଣ୍ଟ ଲୁହାର କେମିତି ଦାଢ଼ ହଁ, ସେଠି ହଁ, ମାରନ୍ତି। ହଁ, ହଁ। ତାକୁ ରାତି 11ଟା ପର୍ଯ୍ୟନ୍ତ ଦରମରା ଅବସ୍ଥାରେ ପକାଇଦେଲେ। ମୁଁ ସେଇଠି ଅଛି। ଲାଷ୍ଟରେ ମୋତେ ବାଡ଼େଇବା ପାଇଁ ବିଶା ଗୋଟେ କାଠଟେ ଭାଙ୍ଗିଲା, ସମାନ ସାଇଜଟା। ଆଉ ସେ କହିଲା ତୋର ମୋର ଆଜି ଶେଷ ଯୁଦ୍ଧ। ମୁଁ କହିଲି ହଁ। ଆଉ ମୋତେ ସେ କାଠରେ ବାଡ଼େଇବା ପାଇଁ ସେ ଉଞ୍ଚେଇଲା। ଆଉ ମୁଁ ଜାଣିଛି ତାର ମନୋବଳ ନାହିଁ, କିନ୍ତୁ ଏ ଲୋକମାନଙ୍କ ହେତୁ ସାହସରେ। ମୁଁ ଯେତେବେଳେ ସେ କାଠଟା ଉଠେଇଲା, ମୋର ମୁଣ୍ଡ ପିଡ଼ା, ମୁଁ ବିଶା ବୋଲି ଗୋଟେ ଆୱାଜ କରିଦେଲି ଯେ, ତାର ହଁ, ଭୟ ଅଛି ନା, ତାର ହଁ, ହାତରୁ କାଠଟା ପଡ଼ିଗଲା। ହଁ, ହଁ। ଯାହାର ମନୋବଳ ନାହିଁ କିଛି ସେ ତ କରିପାରିବନି, ସେ ଲୋକମାନଙ୍କର ବଳ ପାଇଁ ଆସିଛି, ତାର ହୁଁ, ଟିକେ ସାହସ ନାହିଁ ହୁଁ, ମୋତେ ଛୁଇଁବା ପାଇଁ। କାରଣ ମୁଁ କ'ଣ କରିପାରେ ଜାଣନ୍ତି ସମସ୍ତେ। ହଁ, ତାପରେ ସେ ଧୀରେ ପଛକୁ ଘୁଞ୍ଚିଗଲା, ଆଉ ସାହସ କଲା ନାହିଁ। ଆଜ୍ଞା। ସେତେବେଳକୁ ଯେତେବେଳେ ସମସ୍ତଙ୍କ ଦୃଷ୍ଟି ମୋ ଆଡ଼େ ଅଛି, ହୁଁ, ପ୍ରଭୁ ୟାକୁ ବଳ ଦେଇଛନ୍ତି, ଉଠିକି ପଳେଇ ଯାଇଛି। ହୁଁ, ହୁଁ। ହେଲେ ସମସ୍ତଙ୍କର ଦୃଷ୍ଟି ଥିଲା ମୋ ଆଡ଼କୁ ନା। ଇଏ ସେତେବେଳେ ଉଠିକି ଯଦି ମୋତେ ପଳେଇଛି। ଛୁଇଁଥାନ୍ତା,
ତାର ଭଳି ମତେ କୁକୁର ଫଳି ବାଡ଼େଇ ବାଡ଼େଇ ଦିଅନ୍ତି। ସେତେବେଳକେ ପଳେଇ ଯାଇଛି। ଆଜ୍ଞା ଦେଖିଲେ ସବୁ ସେତେବେଳେ ତ ସେ ବଡ଼ ବଡ଼ ଟର୍ଚ୍ଚ ଯାକ ଆସିଥିଲା ନା। ଟର୍ଚ୍ଚ ସବୁ ନେଇକି ହଁ ସେ ଟର୍ଚ୍ଚ ଯାକ ତ ଖୋଜିବା ପାଇଁ ଗଲେ ଆଉ ସେ ଗୋଟେ କ୍ଷେତର ହୁଡ଼ାରେ ପଡ଼ି ଯାଇଛି, ଉଠି ପାରି ନାହିଁ। ଖାଲ ଥିଲା ନା ରାତିରେ ଦୁଶ୍ଚି କି କାନ୍ଥକୁ ଲାଗିକି ଶୋଇ ଯାଇଛି ହୁଡ଼ାର। ସେ ପାସ୍ କରିକି ନାଳୁଆର ପଟେ ସବୁ ଗଲେଣି, ତାକୁ ଦେଖିନାହାନ୍ତି। କିନ୍ତୁ ସେ ଅଞ୍ଚଳରେ ଜଣେ ମା ଝାଡ଼ା ଯାଇଥିଲେ, ସେ ଶୌଚ ହେଲା ପରେ ଡାକିଦେଲେ ଆଉ ଏଠି ଲୁଚିଛି ବୋଲି। ଯୋଉ କାଠଟା ଧରିକି ମତେ ବାଡ଼େଇବା ପାଇଁ ଆସିଥିଲେ ସେ କାଠର ସେଇଠୁ ତାକୁ ବାଡ଼େଇ ବାଡ଼େଇ ଘୁଷୁରି ଭଳି ଆଣିଲେ ଫେରେ ଝିକି ଝିକି। ହଁ ସେଇଠୁକୁ ସେ ରାସ୍ତା ଗୋଟେ ରାସ୍ତାରେ ମାଡ଼ ହଉଛି ନା ଟେଲାପାଲି। ତାପରେ ରାତି 12ଟା ବେଳକୁ ପୁଲିସ ଆସିଲା, ଖଲି ପାତ୍ର ବୋଲି ଆଇସି ଥିଲେ, କଟା ଭାଇକୁ ଭର୍ତ୍ତିକି ପୋଲିସ ଷ୍ଟେସନ ନେଇଗଲେ। ତାପରେ ମୁଁ ଘରକୁ ଗଲି, ସୁବାସ ଦିଗାଲ ଘରେ ଲ୍ୟାଣ୍ଡ ଫୋନ୍ ଥିଲା। ତାପରେ ମିଣିଆରେ ବି ତ 2ଟା ଫୋନ୍ ଥିଲା ଆମ ସାହିରେ। ସେଇଟା ନମ୍ବର ଥିଲା ମୋର, ମୁଁ ରାତି 12ଟା ପରେ ଫୋନ୍ କରିଦେଇଛି। ସେମାନେ ଜଣାଇ ଦେଇଛନ୍ତି ଚିତ୍ରକୁ। ତାପରେ ମାନେ ଭୋରୁ ଚିତ୍ର ଭାଇ, ଜିରିମି ଆଉ କିଏ କିଏ ମାନେ ଗଲେ, କଟା ଘର ପରିବାର ଯାଇକି ତାକୁ ଫିରିଙ୍ଗା ଥାନାରୁ ନେଇକି ଆସିଲେ। ସକାଳ ଆମ ଗାଁରେ ପୁଣି ମିଟିଂ ହେଲା। ସମସ୍ତେ କହିଲେ ଯାଅ ନୀଳାଦ୍ରିକୁ ଧରିକି ଆଣିବ। ଦେଲେ ସବୁ ଯୁବକ ମାନେ ଆସିଲେ। ହେଲେ ମୁଁ ହେଉଛି ମୁଖ୍ୟ ଡନ୍, କାହାର ସାହସ ନାହିଁ ଯେ ମୋତେ ଆସିକି ଘରୁ ଜଣେ ନେଇକି ଯିବ। ଆସିଲେ ଗୋଟେ ମଉଲ ଗଛରେ ବସିଲେ, ମୁଁ ଦେଖୁଛି। ଗୋଟେ ଅଧଘଣ୍ଟା ବସିଲେ ଯୁବକମାନେ, ଯାଇକି କହିଲେ ସେ ଘରେ ନାହିଁ ବୋଲିକି। ତାପରେ ସେମାନେ ମିଟିଂରେ ଫାଇନାଲ କଲେ ମୁଁ ଯେଉଁ ଦୁଷ୍କର୍ମ କରିଛି ଗୋଟି ଗୋଟି କେସ୍ ଫାଇନାଲ କଲେ। ସେଠି ଚୋରି ଡକାୟତ ବଳାତ୍କାର ସବୁ କେସ୍ ଅଛି। 32ଟା ହେଲା। ଗାଁ ଲୋକ 2 ଟୁଆ ଲୋକ ଦସ୍ତଖତ ମାରିଲେ, ଯାଇକି ଥାନାରେ ଏଫଆଇଆର ଦେଇଦେଲେ। ଆଉ ସେଇ ସମୟରେ ଖଲି ପାତ୍ର ୱାଇସି, କିନ୍ତୁ ପଦ୍ମନାଭ ବେହେରା ମିନିଷ୍ଟର ଥିଲେ। ସେ ଟିକେ ମିନିଷ୍ଟରକୁ ଭେଟିବା ପାଇଁ ଗଲେ ଯେ ଟେଲାପାଲର କଥା ଏଇଟା ଆମେ କ'ଣ କରିବା ବୋଲିକି। ସେ କହିଲା ଦେଖ ନୀଳାଦ୍ରି ତ ଏଇ କେସ୍ ହେଇଛି, ଅନେକ କେସ୍ ତାର ଡିଗ୍ରୀ ହେଇଯାଇଛି। ତାର କୌଣସି କେସ୍ ନାହିଁ, ଅଛି ବୋଲି 2-3ଟା କେସ୍ ଥିବ ତାର, କିନ୍ତୁ ତାର କେସ୍ ବେଶୀ ଦିନ ରୁହେ ନାହିଁ, ସବୁ ତାର ଡିଗ୍ରୀ ହେଇଛି। ହେଲେ ଏଇ କେସ୍ ତ ଗ୍ରହଣଯୋଗ୍ୟ ନାହିଁ। ଅଲରେଡ଼ି ପୋଲିସ ଷ୍ଟେସନରେ ତାର ଡିଗ୍ରୀ ହେଇସାରିଛି। ଅନେକ କେସ୍ ତାକୁ ଡରିକି ଥାନାକୁ ଆସିନାହିଁ। ସେଠୁ ୱାଇସି କହିଦେଲା ଏଥିରୁ କୌଣସି କେସ୍ ହେଇପାରିବ ନାହିଁ, ଯେହେତୁ ଅନେକ କେସ୍ ହେଇଛି, ତାର ଡିଗ୍ରୀ ହେଇଯାଇଛି। ଆଉ ଯେଉଁ ସମୟରେ ଘଟିଛି ତମେ ସବୁ ତାକୁ ଡରିକି ନୀରବ ରହିଛ। ଏବେ ତ ଏଇଟା ବର୍ତ୍ତମାନର ବିଷୟ ନାହିଁ, ଏଇଟା ପୁରୁଣା ବିଷୟ, ସେଟା କିଛି ହେଇପାରିବ ନାହିଁ। ତାପରେ ସେମାନେ କ'ଣ କଲେ, ଗୋଟେ ମିଥ୍ୟାର କେସ୍ ଫାଇଲ କଲେ। ପାଷ୍ଟର ପବିତ୍ର ମୋହନ କଟା ନୀଳାଦ୍ରି କହଁର ଘରେ ଆଶ୍ରୟ ନେଇ ସେ ଖ୍ରୀଷ୍ଟ ଧର୍ମକୁ ପ୍ରଚାର କରୁଅଛି, ବ୍ରହ୍ମା ବିଷ୍ଣୁ ଶ୍ରୀକର ନ ପିନ୍ଧି କୃଷ ପିନ୍ଧ ବୋଲି ବାଧ୍ୟ କରୁଛନ୍ତି। ମିଥ୍ୟାରେ ଏସବୁ। ଆଉ ଯଦି ତମେ ଯୀଶୁଙ୍କୁ ଗ୍ରହଣ କରିବ, ଘର ମିଳିବ, ଲୁଗା ମିଳିବ, ଚାଉଳ ମିଳିବ ବୋଲି ପ୍ରଲୋଭନ ଦେଖାଉଛନ୍ତି। ହିନ୍ଦୁ ଧର୍ମକୁ ନିନ୍ଦା କରୁଛନ୍ତି ବୋଲି ଅଶ୍ଳୀଳ ଭାଷା ସବୁ ଲେଖିଲେ, 2 ଅକ୍ଷର ଭାଷା ଯାକ। ଯେମିତି 153 ଲାଗିଲେ ଏମାନେ ଏଇଠୁ ଜାମିନ ଯାଇପାରିବେ ନାହିଁ, ହାଇକୋର୍ଟ ଜାମିନ ଦରକାର। ସେମାନେ ଏଇଟା ସବୁ ଲେଖିଲେ, 2ଟା ବଡ଼ ଲୋକ ସବୁ ଦସ୍ତଖତ ମାରିଲେ, ଯାଇକି ଥାନାରେ ଦେଲେ। ସେଟା ଜାଣିକି ସେଟାକୁ ବାସ୍ ସେ କେସ୍ ଗ୍ରାଣ୍ଟେଡ୍ ହେଲା। ହେଲେ କଟା ଭାଇକୁ 6ରେ ମାଡ଼ ହେଲା, 7ରେ ଫିରିଙ୍ଗା ପୋଲିସ ଷ୍ଟେସନରୁ ଆଣିଲେ ମିଣିଆ, 8ରେ ଫୁଲବାଣୀ ତାକୁ ଜଏନ୍ କରାହେଲା। 8ରୁ 19 ତାରିଖ ପର୍ଯ୍ୟନ୍ତ ସେ ଫୁଲବାଣୀ ମେଡିକାଲରେ ମୁଁ ତାଙ୍କୁ ସେବା କରୁଛି। ମୁଁ କହିଲି କଟା ଭାଇ ତୁମେ ତ ମୋର ଘରକୁ ଆସିକି ତୁମର ପରିସ୍ଥିତି ଏ ପ୍ରକାର ହେଲା, ହେଲେ ମୋର ପରିସ୍ଥିତି କ'ଣ ହେବ ଟିକେ ରାତିରେ ପ୍ରାର୍ଥନା କର, ପ୍ରଭୁ ଜଣାଇଲେ ମୋତେ ଜଣାଇବ। ସେ 10 ତାରିଖରେ ମୁଁ କହିଛି। ସେ କହିଲେ ଠିକ୍ ଅଛି। ଆଉ ମୁଁ 11 ତାରିଖ ସକାଳେ ପଚାରି ଦେଇଛି, ସକାଳେ ଆମେ ପ୍ରାର୍ଥନା କଲା ପରେ, ଭାଇ କ'ଣ ପ୍ରଭୁ ଜଣାଇଲେ? ନାଇଁ ଭାଇ ମୁଁ କହିବି ନାହିଁ କହିଲେ। ମୁଁ ଜାଣିଲି କିଛି ବି ସେ ଗୁରୁତ୍ୱ ଥିବ। କହିଲେ ନାଇଁ ଆମେ ତ 2 ଜଣ ଫାଇନାଲ କଲୁ, ପ୍ରଭୁ ଯାହା ଜଣାଇବେ ମୋତେ ଜଣାଇବ ବୋଲିକି। ନାଇଁ ମୋର ବିବେକ ବାଧା ଦେଉଛି। ମୁଁ ବିବେକ କୁଆଡ଼ୁ ଆସିଲା? ଆମେ ତ 2 ଜଣ ଫାଇନାଲ କଲୁ। ଏଇଟା ବିବେକଟା ହେଉଛି ତ ତୃତୀୟ ବ୍ୟକ୍ତି। ଆମର 2 ଜଣଙ୍କର ଫାଇନାଲ, 2 ଜଣଙ୍କର କଥା। ତମେ ବି କହିଲ ହଁ ପ୍ରଭୁ ଜଣାଇଲେ ଜଣାଇବେ ବୋଲି, ଏ ବିବେକ ପୁଣି ମଝିରେ କୁଆଡ଼େ ପଶିଲା? ଏଇଟା ତ ତୃତୀୟ, 3rd ପର୍ସନ, ୟାର କିଛି ମୂଲ୍ୟ ନାହିଁ। ତା ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲି। କିନ୍ତୁ ଗ୍ରାମରେ ଯେଉଁଦିନ ମିଟିଂ କରିଥିଲେ ସେଇଦିନ ମୋତେ ଗାଁରୁ ମୋର ବାଞ୍ଛନ କରିଦିଆହେଲା। ମୋ ସହିତ ଯିଏ କଥା ହେବ 10,001 ଟଙ୍କା ଫାଇନ୍, ମୋର ପିଲା ଛୁଆ ସ୍କୁଲ ଯାଇପାରିବେ ନାହିଁ, ମୋର ଦୋକାନ ବଜାର ବନ୍ଦ, ମୋର ଗାଈ ଗୋରୁ ଗୌଡ଼ ଚରାଇବ ନାହିଁ। ମାନେ ସବୁ ବିଷୟ ଗାଁର ଯେତିକି ସୁବିଧା ସବୁ ବନ୍ଦ କରିଦେଲେ। ପାଣିର ସୁବିଧା ହେଲା କ'ଣ, ମୋର ବାପା ଗୋଟେ କୂଅଟେ ଖୋଳିଥିଲା, ସେଥିପାଇଁ ସେଟା ସୁବିଧା, ନହେଲେ ପାଣି ପାଇଁ ବହୁତ ଅସୁବିଧା ହେଇଥାନ୍ତା। ତଥାପି ବଡ଼ ଭାଇ ବିରୋଧ କଲେ, ତୁ ଏଇଟା କୂଅ ଛୁଁନା। ମୁଁ କହିଲି ଏଇଟା ମୋର ବାପାର କୂଅ, ମୁଁ କାହିଁ ଛୁଇଁବି ନା? ତୋର ସୁବିଧା ହେଉଛି ତୁ ସେ କୂଅରୁ ଖା ତଳୁ,
ମୁଁ ଏଇଟା ମୋର ବାପାର କୁହ ମୋର ଅଧିକାର ଅଛି। ହଁ ମୋର ବାପା କୁଅ ଖୋଳିଛି ମାନେ ମୋର ଅଧିକାର, ମୋର ପଟା ଜାଗାରେ ମୋର ଘର ସାମ୍ନାରେ ଅଛି, ତୁ ଛୁଏଁ ନାହିଁ, ତୋତେ ଯଦି ଅସୁବିଧା ହଉଛି। ସେଇଠୁ କୁଆଡ଼େ ଦୂରରୁ ଆଉ ଆଣି ଖାଇବେ କି? ନାଇଁ ତ ବାସ୍ ଆମେ ଦୁଇ ଭାଇରେ ଟିକେ ଝଗଡ଼ା ହେଲୁ, ଆଉ ସେ ବି ଖାଇଲା ମୁଁ ବି ଖାଇଲି। ହେଲେ ଦେଖ ଏପଟେ ତାଙ୍କୁ ମାଡ଼ ମାରିଲେ, କେସ୍ ଫାଇଲ୍ କଲେ, ମୋତେ ଗାଁରୁ ବାସନ୍ଦ କରିଦିଆଗଲା। ମେଡ଼ିକାଲରେ ସେବା କରୁଛି, ଆଉ ସେ ଯେତେବେଳେ କହିବି ନାହିଁ ବୋଇଲେ ମୁଁ ଆହୁରି ଭାଙ୍ଗି ପଡ଼ିଲି। ସେଦିନ ମୁଁ ଦାନ୍ତ ଘଷିଲି ନାହିଁ, ଖାଇଲି ନାହିଁ, ନ କହିଲା ଯାଏ ମୁଁ ଦାନ୍ତ ଘଷିବି ନାହିଁ, ଖାଇବି ନାହିଁ କହିଲି। ସନ୍ଧ୍ୟା 5ଟା ହେଲା, ମୁଁ ସେମିତି ଏକା ବସିଛି, ତାର ପାଇଁ ବି କିଛି ଆଣିଦେଲି ନାହିଁ। ତୁ ମଗା ଖା, କ'ଣ କରୁଛୁ କରେ, ମୁଁ ତୋର ବି ସେବା କରିବି ନାହିଁ କି ମୁଁ ତ ଖାଇବି ନାହିଁ କହିଲି। ତାପରେ ସେ ବାଧ୍ୟ ହେଇକି କହିଲେ ଦେଖ ଭାଇ, ମୋତେ ଯେଉଁପରି ତାଡ଼ନା କରାଗଲା ଏହାଠାରୁ ଭୟଙ୍କର ତାଡ଼ନା ହେବ ତୁମ ଉପରେ ଏବଂ ଅନେକ ଥର ବୋଲିକି। ମୁଁ ସମ୍ପୂର୍ଣ୍ଣ ହାର୍ଟ ଫେଲ୍, ତାର ଦେଖିଛି ଦୁର୍ଦ୍ଦଶା ନିଜ ଆଖିରେ ଘଟିଛି। ରାତି 12ଟା ପର୍ଯ୍ୟନ୍ତ ବାଡ଼େଇଛନ୍ତି, କେମିତି ବାଡ଼େଇଛନ୍ତି। ତାପରେ ପଚାରିଲେ ତାହେଲେ ଭାଇ କ'ଣ ତୁମେ ପଛକୁ ଫେରିଯିବ କି? ମୁଁ କହିଲି ନାଇଁ, ପଛକୁ ତ ଫେରିବି ନାହିଁ। ତାପରେ ବାସ୍ ଖାଇଲି। ଯେତେବେଳେ 19 ତାରିଖରେ ମେଡ଼ିକାଲ ନେଇକି ଗଲି ବ୍ରହ୍ମପୁର, ଏତେ ସବୁ ମାଡ଼ ହେଇଥିଲା ଉତ୍ତମ ଚିକିତ୍ସା ପାଇଁ, ସ୍କାନିଂ କରିବା ପାଇଁ କ'ଣ ହେଇଛି ଭିତରେ ସବୁ। 2 ଥର ବ୍ରହ୍ମପୁର ନେବାକୁ ପଡ଼ିଲା। ଏବେ ବି ତ ସାକ୍ଷ୍ୟ ଦିଏ ମୋର ମୁଖ ଏତିକି ଖୋଲୁ ନାହିଁ ବୋଲିକି। ଏବେ ବି ତ ସେ ମୋର ଏଇଟା ବଥା ହେଉଛି, ଏବେ ବି ସେ କୁହେ ନା। ତ ସେଇ ମାଡ଼ରୁ ହିଁ ତାର କିଛି ଶରୀରର କ୍ଷତି ଘଟିଗଲା। ଯେତେବେଳେ ମେଡ଼ିକାଲ କାମ ସାରିକି ଆସିଲୁ, ତୁରନ୍ତ ଆରେଷ୍ଟ ହେଲୁ 2 ଜଣ ଯାଏ। ଯେ କେସ୍ ହେଇଛି ଆରେଷ୍ଟ ହେଇକି ଭିତରକୁ ଗଲୁ, ଭିତରେ ରହିଲୁ। ସେ ତ ସର୍ବଶହର ହେଇକି ପ୍ରଭୁଙ୍କୁ ଜାଣିଛି, ମୋର ପାଖରେ ଆଉ କିଛି ନାହିଁ, ଖାଲି ଧାନ ଚାଉଳ 2ଟା ଅଛି ବୋଲିକି ଖାଉଛୁ, ନହେଲେ ବି କିଛି ନାହିଁ କହିଲେ ଚଳେ। ସେଇଟା ପ୍ରଭୁଙ୍କର ଇଚ୍ଛା, ପ୍ରଭୁଙ୍କର ବିନା ନିର୍ଦ୍ଦେଶରେ ତ କିଛି ହେବ ନାହିଁ। କାରଣ ପ୍ରଭୁଙ୍କର ଲୋକ ତ କୁହନ୍ତି ଏଇଟା ହେଲା ସେଇଟା ହେଲା, ଆମକୁ ହେଲା ଢମକଲ ନାହିଁ, ସେମିତି ନାହିଁ। ବାଇବେଲ କୁହେ, ଆଇବ ପୁସ୍ତକ 37ର 12 ଆଉ 13 ଲେଖା ଅଛି, ଆଉ ସେ ଯାହା କିଛି ଆଜ୍ଞା କରନ୍ତି ତାହା ବାସଯୋଗ୍ୟ ଭୂମଣ୍ଡଳରେ ସାଧନ କରିବା ପାଇଁ ତାହାଙ୍କ ଚାଳନା ଦ୍ୱାରା ତାହା ଘୁରେ। ଦଣ୍ଡ ନିମନ୍ତେ, ଦେଶ ନିମନ୍ତେ ଅଥବା ଦୟା ନିମନ୍ତେ ସେ ତାହା ଘଟାନ୍ତି। ପରମେଶ୍ୱର ପୃଥିବୀକୁ ଯାହା ପଠାଇବେ ତାହା ହିଁ ଆସିବ। ପରମେଶ୍ୱର ମୋ ଜୀବନକୁ ଯାହା ପଠାଇବେ ତାହା ହିଁ ଆସିବ। ପରମେଶ୍ୱର ଯଦି ମୋ ଜୀବନରେ କିଛି ଆସିବା ପାଇଁ ଅନୁମତି ଦେବେ ନାହିଁ, ଶୈତାନ ଚାହିଁଲେ ବି ମୋ ପ୍ରତି କିଛି ଘଟାଇ ପାରିବ ନାହିଁ। ଯଦି ପରମେଶ୍ୱର ଅନୁମତି ଦେବେ ତାହେଲେ ଘଟିବ। ଏଇଟା ତାଙ୍କର ସଂକଳ୍ପରେ ଥିଲା, ଆଉ ସେ ଅନୁସାରେ ସବୁ ବିଷୟ ଘଟିଲା। ସେଥିପାଇଁ ଆମର କିଛି ଦୁଃଖ ନାହିଁ, କିନ୍ତୁ ଆମେ ଯେ ଜାମିନ ଆସିପାରିବୁ ସେଇଟା। ତଥାପି ସେଇଟା ବି ମଙ୍ଗଳ ହେଲା। ଅନେକ ଲୋକମାନଙ୍କୁ, ପ୍ରଭୁଙ୍କର ଲୋକମାନେ ଥିଲେ ସେଠି ଜେଲରେ। ତାପରେ ସେଠି ସଂଘ ପରିବାର ଲୋକ ବି କେତେ ଜଣ ପଡ଼ିଥିଲେ। ସେମାନେ ମୋତେ ଯେତେବେଳେ ଜାଣିଲେ, ପବିତ୍ରକୁ ଆମେ ଜାଣିଛୁ ଟେଲାପାଲି ଗଲେ, ପବିତ୍ର ପଚାର, ମୁଁ ସେଠିର ଲୋକ, ମୁଁ ଏଥିପାଇଁ ପ୍ରଭୁଙ୍କୁ ଜାଣିଛି, ମୋର ସାକ୍ଷ୍ୟ ଦେଲି, ସେମାନେ ବି ଜାଣିଲେ। GCICର ଷ୍ଟେଟ୍ କୋଅର୍ଡିନେଟର, GCIC କହିଲେ ଗ୍ଲୋବାଲ କାଉନସିଲ ଅଫ୍ ଇଣ୍ଡିଆନ ଖ୍ରୀଷ୍ଟିଆନ ସଂସ୍ଥାର, ସେ ଯେତେବେଳେ ଜାଣିଲେ ଆମେ ଜେଲରେ ଅଛୁ, ସେ ଆମ ପାଇଁ ହାଇକୋର୍ଟ ଜାମିନ କରିଦେଲେ। ହାଇକୋର୍ଟ ଜାମିନ କରିଦେବାରୁ ଆମେ ଆସିଲୁ। ଯେମିତି ବେଲ୍ରେ ଯାଇଛି ସେମିତି ମୋତେ ଗାଁରେ ବାନ୍ଧିକି ବାଡ଼େଇଲେ। ମୁଁ ତ ଗାଁରେ ପଶିବା ନିଷେଧ। ଲୁହରା ଶାଳରୁ ମୁଁ ଲୁହା ନେଇକି ରାସ୍ତାରେ ଯାଉଛି। ମୁଁ ଯିବାଟା ଦେଖିଛନ୍ତି, ଏମାନେ ସବୁ ଷଡ଼ଯନ୍ତ୍ର କଲେ ଫେରିବେ ବୋଲି। ସେଠି ଛାଟିଆ ରୁଷିଆ ଚାହାଣୀ ମୋତେ ଇଆଡ଼ୁ ସିଆଡ଼ୁ କଥା କହିବାକୁ ଆରମ୍ଭ କଲା, ଝଗଡ଼ା କରିବା ଆରମ୍ଭ କଲା। ତାପରେ ବିଶ୍ୱାମିତ୍ର କଅଁର ଆସିଲା, ମୋତେ ମୁହଁରେ ମୁଥ ମାରିଲା। ମୁଥ ମାରିବାରୁ ମୋର ମୁହଁ ଖଣ୍ଡିଆ ନ ହଉ ବୋଲିକି ମୁଁ ଏମିତି ଘୋଡ଼େଇ ହେଇକି ରହିଲି। ଯୁଆଡ଼େ ମାରୁଛନ୍ତି ମାରନ୍ତୁ, କିନ୍ତୁ ମୋର ଏଇଟା ଖଣ୍ଡିଆ ନ ହଉ। ତ ଆପଣ ସେ ସମୟରେ କିଛି ପ୍ରତିବାଦ କଲେ ନାହିଁ? ନାଇଁ, ତ କଲେ ବି କିଛି କରିପାରିବି ନାହିଁ। କାହିଁକି? ସମସ୍ତେ ଉଠିବେ, ସମସ୍ତେ ଉଠିବେ ନା, ମୁଁ କ'ଣ କରିପାରିବି ଜଣେ ଲୋକ। ତ ସେଥିପାଇଁ ବହୁତ ସେଠି ମାରିଲେ। ମାରିଲା ପରେ ଗୋଡ଼ 2ଟା ଟାଣି ଦେଇକି ମୋତେ ତଳେ ପକାଇଦେଲେ। ଲାତ ଗୋଇଠା ମାରିଲେ, ଗୋଡ଼େଇ ହାତ ପଛକୁ କରିକି ବାନ୍ଧିଲେ। ମଣ୍ଡପକୁ ନେଲେ, ଗୋଟେ ଗ୍ୟାସ୍ ଲାଇଟ୍ ଲଗାଇଲେ। ଆଗରୁ ତ ଏଇଟାର ବ୍ୟବସ୍ଥା ନଥିଲା ନା। ଗ୍ୟାସ୍ ଲାଇଟ୍ ଲଗାଇକି ମୋତେ ମୁଣ୍ଡ ଛାଡ଼ିକି ଏଇଠୁ ଏପର୍ଯ୍ୟନ୍ତ ଯିଏ ଇଚ୍ଛା ସିଏ ଠେଙ୍ଗାରେ ବାଡ଼ଉଛନ୍ତି, ହାତରେ ବାଡ଼ଉଛନ୍ତି, ଯିଏ ଆସିଲା ସିଏ। କିନ୍ତୁ ହାତ ବହୁତ ବିନ୍ଧୁଛି, କାରଣ ବହୁତ ଜୋରରେ ଭିଡ଼ିକି ବାନ୍ଧିଛନ୍ତି। ଏ ମାଡ଼ ଠାରୁ ବେଶୀ ବିନ୍ଧୁଛି ମୋର ହାତ। ଆଉ ଏଇଟା ଘଟିବ ବୋଲି ତ ମୋତେ କଟା ଭାଇ ଜଣାଇଥିଲେ, କହିଛନ୍ତି।
ମୋତେ ଯେଉଁପରି ତାଡ଼ନା କରାଗଲା ଏହାଠାରୁ ଭୟଙ୍କର ବୋଲିକି ହୁଁ ମୋତେ ବି ସେ ରାତି 12ଟା ପର୍ଯ୍ୟନ୍ତ ବାଡ଼େଇଲେ। ଆଜ୍ଞା ରାତି 12ଟାରେ ସେଇ ଖଲି ପାତ୍ର ବାଇଶେକା ଆସିଲା ଜିପ୍ ଧରିକି। ହଁ ହଁ ହୁଁ। ତାକୁ ଦେଖିବାରୁ କିନ୍ତୁ ହାତ ମୋର ସାଙ୍ଗେ ସାଙ୍ଗେ ଫଟନା ଖୋଲିଦେଲେ। ହଁ ହଁ ସେ ପଚାରିଲେ କାହିଁ ତାକୁ ବାନ୍ଧିକି ରଖିଛ ବୋଲି। ଆଉ ସେ ତ ତାଙ୍କର ସପକ୍ଷ, ପୋଲିସ ସପକ୍ଷ, ତାଙ୍କର ସପକ୍ଷ, ସପକ୍ଷ। ମୋତେ ହିଁ ଥାନାକୁ ନେଲେ। ହୁଁ ହୁଁ ତାପରେ ଚାଲିକି ଆସିଲି ଦିଣ୍ଡରା ଗାଁକୁ। ହଁ ଦିଣ୍ଡରା ଗାଁରୁ 55 ମହାନନ୍ଦ ଘରକୁ ଗଲି, ତାକୁ ଉଠେଇଲି, ଚାଲି ଚାଲି ଘରକୁ ଆସିଲି। ହୁଁ ହୁଁ ହୁଁ। ଘରକୁ ଯାଇକି ସକାଳୁ ଗାଧେଇ ଫାଧେଇକି ଫୁଲବାଣୀ ଆସିଲୁ ଆମେ। ହୁଁ ହୁଁ। ତ ମୋର ଇଚ୍ଛା ଥିଲା କେସ୍ ଫାଇଲ୍ କରିବା ପାଇଁ, କିନ୍ତୁ ପର ମୁହୂର୍ତ୍ତରେ କଲେ ନାହିଁ କେସ୍। କଲି ନାହିଁ। ତ ସେଠୁ ସେମାନେ କହିଲେ ତାକୁ ଏତେ ବାଡ଼ା ହେଲା, ସିଏ ତ କିଛି ହେଇପାରିଲା ନାହିଁ। ଫୁଲବାଣୀ ଦେଖିଲୁ ବୋଲି କିଏ କହିଲେ ନା। ହଁ ହଁ ହଁ। ହୁଁ, ବର୍ତ୍ତମାନ ସେହି ପରିସ୍ଥିତିକୁ ଆସିବା ପରେ ହୁଁ, ସେହି ପରିସ୍ଥିତି ସବୁ ଅନୁଭବ ହୁଁ, ସବୁ ନିଜ ଅଙ୍ଗେ ଲିଭେଇଲା ପରେ ବର୍ତ୍ତମାନ ଯୀଶୁଙ୍କୁ ଭଲରେ ଯୀଶୁଙ୍କୁ ଦୃଢ଼ ସହିତ ବିଶ୍ୱାସ କରିବା ଦ୍ୱାରା ତାଙ୍କ ମଧ୍ୟରେ କ'ଣ ଆପଣଙ୍କ ଦ୍ୱାରା କିଛି ପ୍ରଭାବ ପଡ଼ିଛି କି? ଦେଖନ୍ତୁ ଦଙ୍ଗାରେ ତ ମୋତେ ମାରି ଦେଇଥିଲେ। ହୁଁ ହୁଁ ସମସ୍ତ ଖବରକାଗଜ ଟେଲିଭିଜନ ନ୍ୟୁଜ୍ରେ ଫ୍ଲାସ୍ ହେଇଥିଲା ହଁ। ଅଗଷ୍ଟ 30 ଆଉ 31 ତାରିଖରେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଠେଲାପାଲି ଗ୍ରାମ ଧର୍ମାନ୍ତରିତ ନୀଳାଦ୍ରି ମଲ୍ଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ହୁଁ ଏହା ସମସ୍ତ ଖବରକାଗଜ ଆଉ ସମସ୍ତ ଟେଲିଭିଜନ ନାଇରେ ବି ଦେଉଥିଲା ହେଡଲାଇନରେ। ହୁଁ ହୁଁ ଦଙ୍ଗାରେ ମୋତେ ପୁରା ମାରି ଦେଇଥିଲେ, ଆଖିରେ ଅର୍କକ୍ଷୀର ପକାଇ ଦେଇଥିଲେ, ପାମଗୁଡ଼ ମାଡ଼ିକି ମୋତେ ଫିଙ୍ଗି ଦେଇଥିଲେ। ଅଗଷ୍ଟ 28 ତାରିଖ ଦିନ ଆଜ୍ଞା ମୋର ସ୍ତ୍ରୀ ରାତି ସାରା ପ୍ରାର୍ଥନା କରିବା ଦ୍ୱାରା ପ୍ରଭୁ ମୋତେ ଜୀବନ ଫେରାଇଲେ। ମୁଁ ସମ୍ପୂର୍ଣ୍ଣ ଅନ୍ଧ ଅବସ୍ଥାରେ ଥିଲି। ହଁ ହଁ ଏଲବି ପ୍ରସ୍ତାଦରେ ମାର୍ଚ୍ଚ 16 ପର୍ଯ୍ୟନ୍ତ ମୋତେ ସିଷ୍ଟରମାନେ ଶିଶୁ ଭବନରେ ରଖି ସେବା କରୁଥିଲେ, ଆଜ୍ଞା ସେମାନେ ଯତ୍ନ ହୁଁ ନେଉଥିଲେ। ଏ ସମସ୍ତ ବିଷୟ ଘଟିଲା କାଳକ୍ରମେ ମୁଁ ଫୁଲବାଣୀ ଆସିକି ରହିଲି। ଯେତେବେଳେ ମୋତେ ଏସବୁ ଅତ୍ୟାଚାର କରିଥିଲେ, ମୋତେ ଫୁଲବାଣୀ ଦେଖିଲେ ସେମାନେ ସବୁ ଦୌଡ଼ିକି ପଳାଉଥିଲେ। ଡରିକି ତାଙ୍କ ତ ଭୟ ଲାଗିଥିଲା। କାଲକାଟାର ନଦିଆ ଡିଷ୍ଟ୍ରିକ୍ଟ ଗୋଟେ ସାଧୁ ଷ୍ଟିପାନ ଗୋସ୍ୱାମୀ ବୋଲିକି, ହଁ ହଁ ସେ ଗୋଟେ ଇସ୍କନ ମଠର ସାଧୁ ଥିଲେ। କାଳକ୍ରମେ ସେ ପ୍ରଭୁଙ୍କୁ ଜାଣିଛନ୍ତି। ଜାଣିଥିଲେ। ତାଙ୍କର ମୋର ଦେଖା ହେଇଥିଲା ଦଙ୍ଗା ପରେ। ତ ସେ ପ୍ରଭୁ ତାଙ୍କୁ ଜଣାଇଲେ ଯେ ତୁମେ 2ଟି ୱାର୍ଡ଼ରେ ଯାଇକି ସମସ୍ତଙ୍କୁ କ୍ଷମା ମାଗ। ହୁଁ ମୋ ପାଇଁ କଷ୍ଟ ସମ୍ଭବ ନୁହଁ ସମ୍ଭବ ନୁହଁ, ଜଣକୁ ଜଣେ କ୍ଷମା ମାଗି ପାରୁନି। 2ଟି ୱାର୍ଡ଼ ପୁରା ଗାଁ ସାରାକୁ। ଆମର 8ର 2ଟି ୱାର୍ଡ଼। ହଁ ହଁ ମୁଁ ଗଲି ନାହିଁ। ଦ୍ୱିତୀୟ ବର୍ଷ ପ୍ରଭୁ ତାକୁ ଜଣାଇଲେ, ଦ୍ୱିତୀୟ ବର୍ଷ ସେ ନୀଳାଦ୍ରି ତୁମ ଗୟା ନାହିଁ ଜି ହଁ। ସେ କହିଲେ ଠିକ୍ ଅଛି, ପ୍ରାର୍ଥନା କର, ପ୍ରଭୁ ତୁମକୁ ଶକ୍ତି ଦେବେ, ସାହସ ଶକ୍ତି ଦିଅନ୍ତୁ। ଦେଲେ ତୁମେ କ୍ଷମା ମାଗିଯିବ, ଏଇଟା ସହଜ ବିଷୟ ନାହିଁ ନୁହଁ। କହିଲେ। ଗଲି ନାହିଁ। ହୁଁ। ତୃତୀୟ ବର୍ଷ ସେ ଫୋନ୍ କଲେ, ହୁଁ ହୁଁ ନୀଳାଦ୍ରି ତୁମ ଗୟା ନାହିଁ ଜି ହଁ। ସେ କହିଲେ ଦେଖ ପ୍ରଭୁ ଏହା ତୁମଠାରୁ ଚାହୁଁଛନ୍ତି, ଆଜ୍ଞା ଯଦି ଏଇଟା କରିବ ନାହିଁ ତୁମେ ନରକ ପାକା। ତୁମେ ହୁଁ। ଯେତେ କଷ୍ଟ ସହିଛ, ଯାହା କରିଛ ସେଥିରେ କିଛି ଲାଭ ଲାଭ ନାହିଁ। ପରମେଶ୍ୱର ଯାହାଠାରୁ ଚାହାନ୍ତି ସେଇଟା ସେ ନ କଲେ ସେ ନରକ। ହୁଁ। ମାନେ ସେ ଗୋଟେ ଭବିଷ୍ୟବାଣୀ ପ୍ରଭୁଙ୍କ ଦ୍ୱାରା କହିଲେ ଆପଣଙ୍କୁ କ୍ଷମା ମାଗିବାକୁ ଆପଣଙ୍କୁ ବାଧ୍ୟ। ମୁଁ ଗଲି ନାହିଁ, ଫେର ବି ଗଲି ନାହିଁ। ଆଜ୍ଞା ନ ଯିବାରୁ ପରମେଶ୍ୱର ମୋର ଗୋଟେ ବନ୍ଧୁକୁ ଜଣାଇଲେ। ହଁ ହଁ ସେ ହେଉଛନ୍ତି ବଲାଙ୍ଗୀର ଆଲୋକ ମହନା କଂସାରୀରୁ ପ୍ରଭୁଙ୍କ ନିକଟକୁ ଆସିଛନ୍ତି। ଆସିଛନ୍ତି ହଁ। ତାଙ୍କ ସହିତ ମୋର ପଞ୍ଜାବରେ ଭେଟ ହେଇଥିଲା। ମାନେ ଆଗରୁ ପରିଚୟ। ଆଗରୁ ପରିଚୟ, ପ୍ରଭୁଙ୍କୁ ଜାଣିଲା ପରେ ହଁ କିନ୍ତୁ ସେ ପ୍ରଭୁଙ୍କୁ ଜାଣିଲା ପରେ ପଞ୍ଜାବରେ ମିନିଷ୍ଟ୍ରି କରୁଥିଲେ, ସେଇଠି ହୁଁ। ଭେଟ ହେଇଥିଲା। ଆଉ ସେଠି ଆମେ ମିଶିକି 3 ଦିନ ଉପବାସ କରିଥିଲୁ। ଆଜ୍ଞା ସେ ରାତିରେ ବସିଛନ୍ତି ପ୍ରାର୍ଥନାରେ, ରାତି 2ଟାରେ ପ୍ରଭୁ ତାଙ୍କୁ ଜଣାଇଲେ ହୁଁ। ତୁମର ବନ୍ଧୁକୁ ଜଣାଅ, ଆମେ ଯାଇକି କ୍ଷମା ମାଗ। ଆମେ ଚାହୁଁଛୁ ତାହା ପାଖରୁ। ହୁଁ ସେ ଶୁଣୁନାହିଁ ମୋ କଥା ବୋଲିକି ରାତି 2ଟାରେ ମୋର ଫୋନ୍ ରିଙ୍ଗିଲା, ଉଠେଇଲି। ସେ କହିଲେ ଭାଇ ପ୍ରେଜ୍ ଦ ଲର୍ଡ। ମୁଁ କହିଲି ହଁ ଭାଇ ପ୍ରେଜ୍ ଦ ଲର୍ଡ। ଦେଖ ମୁଁ ପ୍ରାର୍ଥନାରେ ବସିଥିଲି, କାଲକାଟାର ସାଧୁ ଯାହା ଜଣାଉଥିଲେ ତୁମେ ତା କଥା ଶୁଣିଲ ନାହିଁ, ହୁଁ 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 ସେଥିପାଇଁ ଚତୁର୍ଥର ମୋତେ ଜଣାଇଲେ ତୁମର ବନ୍ଧୁକୁ କୁହ ଆମେ ଚାହୁଁଛୁ ବୋଲି। ଆଜ୍ଞା ମୁଁ କହିଲି ଆଲୋକ ଭାଇ ତମେ କାଲି ଆସ, ପହରଦିନ ଯିବା କହିଲି। ହଁ ହଁ ସେ ଆସିଲେ, ତା ପରଦିନ ବସ୍ରେ ରାତି 12ଟାରେ ପହଞ୍ଚିଲେ ଫୁଲବାଣୀ। ବସ୍ରୁ ଆଣିଗଲି। ସକାଳେ ପଳାଇଲେ ଆପଣ? ଆଣିଗଲି। 5ଟାରେ ରେଡ଼ି ହେଇଗଲୁ ସ୍ୱାମୀ ସ୍ତ୍ରୀ, ହୁଁ। ଆଉ ମୁଁ ତାକୁ ଚାଲ ସାଥିରେ କହିକି ଆଉ ଗାଁକୁ ପଳେଇଲେ? ହଁ ସାଲୁଙ୍ଗି ବସ୍ରେ ଗଲୁ। ହଁ ମାନେ 5ଟା ଅଧେ ସୁଦ୍ଧା ଆମେ ପହଞ୍ଚି ସାରିଛ? ପହଞ୍ଚାలి। ପ୍ରଥମେ ଦେଖୁଛି କୁଦାବାନ କହଁର, ହଁ ହେଲେ ଏଇଟା ମୁଁ ଦୁଷ୍ଟ ଶିବା ସମୟରେ ତାଙ୍କ ଘରେ ଡକାୟତ କରାଇକି ତାଙ୍କର ସର୍ବସ୍ୱ ଲୁଟପାଟ କରିକି ଏମାନଙ୍କୁ ଲଙ୍ଗଳା କରିକି ବାଡ଼ା ହେଇଥିଲା। ଆଜ୍ଞା ସେହି ସେଇଟା ବି ବ୍ୟକ୍ତିଙ୍କୁ ଆପଣ କ୍ଷମା ମାଗିବେ? ପ୍ରଥମେ ତାଙ୍କୁ ଭେଟୁଛି ରାସ୍ତାରେ, ହଁ ଯୋଉଟାକି ମୁଁ ସର୍ବନାଶ ଘଟାଇଥିଲି। ହଁ ମୁଁ କହିଲି କୁଦାବନ, ସେ ମୋତେ ସାନ ହେବ, ମୋ ଦାଦି ଜୁହାର ବୋଲି କହିଲେ। ହଁ ଦେଖେ ମୁଁ ଜଣେ ଆଜି ଯୀଶୁଙ୍କର ଚେଲା ହେଲି, ହଁ ସେଥିପାଇଁ ତୁମେ ମୋତେ ଯାହା ଅତ୍ୟାଚାର କଲ ସେଇଟା ମୁଁ ଦୋଷ ଧରିବା ପାଇଁ ଆସିନାହିଁ। ମୁଁ ଦୁଷ୍ଟ ଥିଲା ସମୟରେ ଯାହା ବି କରିଛି, ଯାହା କରିଛି ଏଇଟା ମୋର ଦୁଷ୍ଟାମିର କର୍ମ ଥିଲା, କିନ୍ତୁ ମୁଁ ଯୀଶୁଙ୍କ ଚିଲା ହେବାରୁ ମୋତେ ପ୍ରଭୁ ଯୀଶୁ ପଠାଇଲେ ସମସ୍ତଙ୍କୁ ତୁମେ କ୍ଷମା ମାଗିଯାଅ, ଆଉ ମୁଁ ଯାହା ବି ଭୁଲ କରିଛି ଖୁଦା ମୋତେ କ୍ଷମା କରିଦେ।
ହେଲେ ସିଏ ଆମ ପ୍ରତି ଏ ଯୋଉ କେସ୍ ଫାଇଲ କରିଛି ଆମେ ଜେଲକୁ ଯାଇଛୁ ସିଏ ସେଟା କରିଛି ହଁ। ସିଏ ବି କହିଲା ହଁ ଦାଦି ମତେ ବି କ୍ଷମା କରିଦେ ବୋଲି ଏମିତି ଘର ଘର ବୁଲି 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 ସମସ୍ତଙ୍କୁ ବୁଲି କ୍ଷମା ମାଗିଲେ। ସନ୍ଧ୍ୟା 6ଟା ହେଲା ସମସ୍ତଙ୍କୁ କ୍ଷମା ମାଗିକି ଆସିଲୁ ତାପରେ ସେମାନେ ଜାଣିଲେ ନାଇଁ ବାସ୍ତବରେ ସେ ଖ୍ରୀଷ୍ଟିଆନ ପରିବର୍ତ୍ତନ ହେଲା ସେ ହେଇଯାଇଛି। ପରିବର୍ତ୍ତନ ହେଲା ତ ଏ ସମସ୍ତ ଘଟିଲା ସେଟା ପ୍ରଭୁଙ୍କ ଯୋଜନା ଅନୁସାରେ ପ୍ରଭୁ ମାନେ ଆଣିଲେ ବର୍ତ୍ତମାନ ସମସ୍ତେ ଆପଣ ସମସ୍ତଙ୍କୁ କ୍ଷମା ଦେଲେ ତ ହଁ ହଁ ନାଇଁ କିଛି ଲୋକ ସେଇଟା ବିରୋଧ କଲେ ହଁ ସେଇଟା ଆପଣଙ୍କ ହୃଦୟରୁ କେମିତି ଆସିଲା ହଠାତ୍ ନା ପରମେଶ୍ୱର ନାଇଁ ନାଇଁ ଦେଖନ୍ତୁ 3 ବର୍ଷ ତ ମୁଁ କରିପାରିଲି ପାଲି ନାହିଁ ହଁ ସେଇଟା ଗୋଟେ ଟ୍ରେନିଂ ପିରିୟଡ ଥିଲା 3 ବର୍ଷଟା 3 ବର୍ଷ ସାଧୁ ଯୋଡାଉଛନ୍ତି ନ ଗଲେ ବର୍ଷେ ପରେ ଆହୁରି ଫୋନ କରୁଛନ୍ତି ନ ଯିବା ତୃତୀୟ ବର୍ଷ ଫୋନ କିନ୍ତୁ ସେଇଟା କରିବାକୁ ବାଧ୍ୟ ପରମେଶ୍ୱରଙ୍କ ଆଦେଶ କିନ୍ତୁ ଗଲି ଅନୁସାରେ ନାହିଁ ଚତୁର୍ଥ ବର୍ଷରେ ମୋର ବନ୍ଧୁଙ୍କ ଦ୍ଵାରା ଆସିଲା ବଲାଙ୍ଗୀର ସେତେବେଳେ ଆପଣ ଯିବାକୁ ବାଧ୍ୟ ହେଲେ ସେତେବେଳେ ସେଟା ପ୍ରଭୁ ମତେ ସାଧୁ କହିଥିଲେ ନା ତୁମେ ପ୍ରାର୍ଥନା କର ପ୍ରଭୁ ଶକ୍ତି ଦେଲେ କରିପାରିବ ବୋଲିକି ଅବଶ୍ୟ ମୁଁ ପ୍ରାର୍ଥନାରେ ଥିଲି ପ୍ରଭୁ ସେଥିରେ ମତେ ସାହାଯ୍ୟ କର ବୋଲିକି ଆଉ ଗଲୁ କ୍ଷମା ମାଗି ଆସିଲୁ ବହୁତ ଲୋକ କହିଲେ ଯେ ଏବେ ବି ମତେ କଥା ହୁଅନ୍ତି ଗୋଟେ 2-4 ଭାଗ ଲୋକ ମୋ ସହିତ କଥା ହୁଅନ୍ତି ନାହିଁ ବର୍ତ୍ତମାନ ବି ସେ ଏରିଆ କାରଣ ସେ କ୍ଷମାଟା କିଛି ଲୋକ ଗ୍ରହଣ କଲେ ନାହିଁ ପ୍ରତିରୋଧ କଲେ ତ ସେମାନେ ତ କିଛି ଅସୁବିଧା ନାହିଁ ସେଇଟା ଆପଣଙ୍କ ମାନେ ମୁଁ ତ ଯାଇଛି ମୋର ତରଫରୁ ସମସ୍ତଙ୍କୁ କ୍ଷମା ମାଗି ଦେଇଛି କିନ୍ତୁ ବର୍ତ୍ତମାନ ଯୋଉଟା ପରିସ୍ଥିତି ଘଟିଥିଲା ଆପଣଙ୍କ ସହିତ ବର୍ତ୍ତମାନ ସେଇ ସମୟର ଆଉ ବର୍ତ୍ତମାନ ସମୟର ଅନୁଭବ କେମିତି ଅଛି ବା ଆପଣ ଆଗରୁ କେମିତି ଅନୁଭବ ଥିଲା ମନରେ ଖୁସି ଥିଲା କି ନାହିଁ ବର୍ତ୍ତମାନ ଯୀଶୁକୁ ସମ୍ପୂର୍ଣ୍ଣ ଗ୍ରହଣ କଲା ପରେ କଣ ଗୋଟେ ମାନେ କିଛି ନା କିଛି ଆପଣଙ୍କ ହୃଦୟରେ ପରିବାର ମଧ୍ୟରେ କିଛି ନା ଗୋଟେ ପରିବର୍ତ୍ତନ ଗୋଟେ ସ୍ୱର୍ଗୀୟ ଶାନ୍ତି ଭଳି ଜିନିଷ ଆପଣଙ୍କ ମଧ୍ୟରେ ଥିବ ସେଇଟା ଅନୁଭବ କଣ ଆପଣଙ୍କର ଅଛି ଆଗରୁ ଆମେ ଅନ୍ୟମାନଙ୍କର କ୍ଷତି କରିପାରିଲେ ଆମେ ଆନନ୍ଦ କରୁଥିଲୁ ଜାଣିଲ କି ଯେଣୁ ଗୋଟେ ମାନେ ଉଚ୍ଚ ବଡ ଲୋକମାନଙ୍କୁ ସାବାଡ କରିପାରିଲେ ଆମେ ଖୁସି ହଉଥିଲୁ କ୍ଷତି କରିକି ଅନ୍ୟାୟ କରିକି କିନ୍ତୁ ସେଥିରେ ଆମେ ଖୁସି ହଉଥିଲୁ ଏବେ କଣ ହଉଛି ଯେତେବେଳେ ପ୍ରଭୁଙ୍କୁ ଜାଣିଲୁ କିନ୍ତୁ ସର୍ବସ୍ୱ ହରାଇଲୁ ପ୍ରଭୁଙ୍କ ପାଇଁ ଗାଁ ସହିତ କୌଣସି ଦେନା ଲେନା ନାହିଁ ଆସିକି ଗୋଟେ ଛୋଟିଆ କୁଡିଆ ଘରେ ରହୁଥିଲୁ 300 ଭଡା ଦେଉଥିଲୁ କିନ୍ତୁ ପରମେଶ୍ୱର ଜଣକୁ ପଠାଇଲେ ସେ ଏଇ ଜାଗା କିଣି ଦେଇଛନ୍ତି ବର୍ତ୍ତମାନ ଯୋଉ ଜାଗାରେ ଅଛୁ ସେ ଜାଗା କିଣି ଦେଇଛନ୍ତି ସେ ଘର କରିଦେଇଛନ୍ତି ହେଲେ 2ଟା ରୁମ୍ କରିଦେଇଥିଲେ କିନ୍ତୁ ପ୍ରଭୁ ଜଣକୁ ପଠାଇଲେ ସେ ଲାଟ୍ରିନ୍ ବାଥରୁମ୍ ଡବଲ କରିଦେଲେ ପ୍ରଭୁ ପୁଣି ଦେଖିଲେ ଏମାନଙ୍କର ଘର ଆହୁରି ଅଭାବ ଅଛି ଏ 3ଟା ରୁମ୍ ଜଏଣ୍ଟ କରିବା ପାଇଁ ପୁଣି ପ୍ରଭୁ ପଠାଇଲେ ଏସବୁ ଘର ମାନେ ଯାହା ହରାଇଥିଲା ପ୍ରଭୁ ପୁଣି ଫେରେଇ ଦେଲେ ଏସବୁ ଜାଗା ଏସବୁ ଘର ପ୍ରଭୁଙ୍କ ଅନୁଗ୍ରହରେ ପାଇଛି ଆଉ ପରମେଶ୍ୱର ଶାନ୍ତିରେ ରଖିଛନ୍ତି ଆଉ ଏଠି ଦେଖନ୍ତୁ ଯେଉଁମାନେ ସମସ୍ୟାରେ ଥାନ୍ତି ମୁଁ କୁହେ ମୋର ପରମେଶ୍ୱର ତୁମକୁ ଗୋଟେ ଚୁଟକିରେ ମୁକ୍ତ କରିଦେବେ ଆପଣଙ୍କର ଗୋଟେ ମୂଲ୍ୟବାନ ସାକ୍ଷ୍ୟ ମୂଲ୍ୟବାନ ଜୀବନ ଅନ୍ୟମାନଙ୍କ ପାଇଁ ଗୋଟେ ଆଶୀର୍ବାଦ କାରଣ ହେଉଛି ପ୍ରଭୁ ସେ ପ୍ରକାର ଆପଣଙ୍କୁ ବ୍ୟବହାର କରୁଛନ୍ତି ତ ବର୍ତ୍ତମାନ ପରିବାର ସହିତ ପ୍ରଭୁଙ୍କ ସହିତ ବିସ୍ଫୋରା ବିଶ୍ୱାସ ସହିତ ପ୍ରାର୍ଥନା ଆରାଧନାରେ ଅଛନ୍ତି ତ ସେଥିପାଇଁ ଆପଣଙ୍କର ଗୋଟେ ସନ୍ଦେଶ ଅନ୍ୟମାନଙ୍କ ପାଇଁ କଣ ବର୍ତ୍ତମାନ ଯୋଉମାନେ ଆପଣଙ୍କ ଭଳିଆ ପରିସ୍ଥିତିରେ ଅଛନ୍ତି ମୁଁ ତ ସେମାନଙ୍କୁ କଣ ଆପଣ ସନ୍ଦେଶ ଦେବାକୁ ଚାହାନ୍ତି ଆମର ସେଇଠି ବିଜନେରୀ ଟିଭି ରେଡିଓ ମାଧ୍ୟମ ଦ୍ଵାରା ମୁଁ କୁହେ ଦେଖନ୍ତୁ ମୋର ଏ ପ୍ରକାର ସ୍ଥିତି ଥିଲା ପରମେଶ୍ୱର ମୁକ୍ତ କଲେ ଆପଣଙ୍କୁ ବି ପ୍ରଭୁ ମୁକ୍ତ କରିବେ ସମସ୍ୟା ଯାହା ବି ହେଇଥାଉ ଯେତେ ବଡ ବି ହଉ ଆଉ ମୋର ପରମେଶ୍ୱର ତୁମକୁ ସେ ସମସ୍ୟାରେ ମୁକ୍ତ କରିବେ ଆଉ ଜୀବନରେ ଶାନ୍ତି ଦେବେ ଆନନ୍ଦ ଦେବେ ଆମେ ଖୁସିରେ ଅଛୁ ଆମ ଦ୍ୱାରା ବି ଅନେକ ଲୋକ ଉପକୃତ ହେଉଛନ୍ତି ବହୁତ ବହୁତ ଧନ୍ୟବାଦ ପ୍ରଭୁ ଆପଣଙ୍କୁ ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ।